ओके, थैंक यू। बहुत बहुत धन्यवाद समस्त को मॉर्निंग सेशन रे आपण माने उपस्थित होइतिबारु। मु भवेंद्र महांतो आपण मानकु बहुत बहुत स्वागत करछि। आज मॉर्निंग सेशन जोटा कि प्रोडक्ट सेशन। आपण माने समस्त जानिछंती प्रोडक्ट आम एसलीपीएस वेलनेस प्राइवेट लिमिटेड रे बहुत ही आवश्यकता होता है। बहुत जरूरत प्रोडक्ट रो नॉलेज जदि आमे न नेबा ताले लोक मानकु आमे ठीक भाबरे तांको रेकमेंड करि परिबा नहीं। तो आज ता ऊपर आमे आलोचना करिबा। तो मु चाहिबी जिते भी फाइटर्स अछंती समस्ते पेन डायरी धरिकी बसंतु। आज सेशन बहुत ही जबरदस्त बहुत शानदार हेबा पई जाउची। तो तेणु करी आमे समस्ते प्रत्येक प्रोडक्ट को आमे ठीक भाव में शुणा जानिबा। आउ मु चाहिबी समस्ते डिस्टर्बांस करंतु नहीं, म्यूट रे समस्ते रहंतु। ठीक अछि, केही भी डिस्टर्बांस करी। ठीक अछि, जणे के अनम्यूट अछंती आपण टिके मो चेक कर दिए। सर आपनकर आवाज आसुनी सर। ओके ओके। तो पुणी समस्त को नमस्कार, जय जगन्नाथ, जय स्लीपियस, जय गुरुदेव। समस्त को नमस्कार, समस्त को अभिनंदन। आज मॉर्निंग सेशन रे आउ ए सेशन को आरंभ करिया पूर्व समस्त गुरु मान को कोटि कोटि नमन करिया पे चाहिए। एस्लीपियस वेलनेस प्राइवेट लिमिटेड रो जे जन्मदाता से होचंती डॉक्टर संजीव गुरुजी। एवं ता सहित जेते भी हमर महागुरुजी रहले दिलीप गुरुजी, रजनीश गुरुजी एवं पीके महाराणा गुरुजी, लेट बसंत गुरुजी एवं मोर मेंटर मोर गुरुदेव जे कि मोर पथ प्रदर्शक से होचंती हरमन गुरुजी को मध्य कोटि कोटि नमन करिवे। लेट किशोर सार को मध्य नमन करिवे जे आजी तांकर आशीर्वाद तांकर बदलत आज मु आगो को जाई परिछि। एस्लीपियस वेलनेस प्राइवेट लिमिटेड जो संस्था जे कि सबुठु नंबर वन आ सबुठु बेस्ट आपणकर नंबर वन बेस्ट आपणकर आज फास्टेस्ट ग्रोइंग कंपनी हिसाब रे आपणकर हेई परिछि। कारण होछि हमर प्रोडक्ट रो दम आ प्रोडक्ट रो जो कंपोजिशन जहा कि हमको जानिबा पई पड़िबो। सेति पई काहे कि ना प्रोडक्ट बेस को नै कि कंपनी चलीछि। तो प्रोडक्ट रो रिजल्ट जो दमदार आछि सेटा ही सबटु आम पई खुशीर कथा। तो तेणु करे आमे आलोचना करथिले कोन ना जोटि कि आम बॉडी रे थाई बात पित्त कफ एवं तार जदि इनबालांस हो गला ताले बात पित्त कफर दोष होइथाय। एवं बात पित्त कफ दोष हेले विभिन्न प्रकार रोग आरंभ होइथाय। काले आमे आलोचना करथिले। तो ता उपरे आउ टिके आमे डीपली आमे जानिबा जे
ବାତ ଆଉ ପିତ୍ତ ଆଉ କଫ ତାର କୋଉ କୋଉ ଏନର୍ଜି ଆପଣଙ୍କର ଥାଏ। ତ ଯଦି ଆପଣ ଦେଖୁଛନ୍ତି ବାତରେ ଆପଣଙ୍କ ମୋମେଣ୍ଟମ କାଇନେଟିକ ଏନର୍ଜି ଆପଣଙ୍କର ଥାଏ, ମାନେ ତା ସହିତ ପିତ୍ତ ହଉଛି ଟ୍ରାନ୍ସଫରମେସନ ଆପଣଙ୍କ ଥର୍ମାଲ ଏନର୍ଜି ଥାଏ, ତା ସହିତ କଫ ଆପଣ ଷ୍ଟେବିଲିଟି ପୋଟେନ୍ସିଆଲ ଏନର୍ଜି ଆପଣଙ୍କର ଥାଏ। ଠିକ ଅଛି। ଏଇ ଯୋଉ ଏଲିମେଣ୍ଟସ ଆପଣଙ୍କର କୋଉ କୋଉ ଏଲିମେଣ୍ଟସ କୁ ବାତ ନେଇକି ତିଆରି ହେଇଛି ଆପଣଙ୍କୁ ମୁଁ କାଲି କହିଥିଲି ବାତ କୋଉଥିପାଇଁ ତିଆରି ହୁଏ, କୋଉ କୋଉ ଏଲିମେଣ୍ଟସ କୁ ନେଇକି। ଆମର ଯୋଉ ପଞ୍ଚଭୂତ ଅଛି ସେଇ ପଞ୍ଚଭୂତରୁ କଣ କଣ ମିଶିକରି ବାତ ହୁଏ। ଗୋଟେ ହଉଛି ଆକାଶ ଆଉ ବାୟୁକୁ ନେଇକିରି ଆପଣଙ୍କର ବାତ ହୁଏ। ପିତ୍ତ କୋଉଥିପାଇଁ ହୁଏ ନା ଫାୟାର ଆଉ ୱାଟର। ଠିକ ଅଛି। ଅଗ୍ନି ଆଉ ଜଳକୁ ନେଇକି ଆପଣଙ୍କର ପିତ୍ତ ହେଇଥାଏ। କଫ ଆପଣଙ୍କ କୋଉ 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 ଏଲିମେଣ୍ଟସ ବା କୋଉ କୋଉ ଆମର ଯୋଉ ପଞ୍ଚଭୂତ ଅଛି ସେଇଥିରୁ କଣ କଣ ମିଶିକି ହେଇଥାଏ କଫ, ନା ସେ ହଉଛି ପୃଥିବୀ ଆଉ ୱାଟର। ଠିକ ଅଛି। ଏୟାର ଆଉ ୱାଟର ଆପଣଙ୍କର ପୃଥିବୀ ଜଳକୁ ନେଇକିରି ଆପଣଙ୍କର ପିତ୍ତ ସରି କଫ ଦୋଷ ହେଇଥାଏ, କଫ ତିଆରି ହେଇଥାଏ। ତ ୟାର ମାନେ କଣ, ବାତ ହଉଛି ସବୁବେଳେ ମୁଭ କରିବ, ତାର ନେଚର ହଉଛି ସେ ମୁଭମେଣ୍ଟମ କରିବ, ସେ ଗତିଶୀଳ। ଠିକ ଅଛି। ଆଉ ପିତ୍ତ କଣ ନା ସେ ସବୁବେଳେ ବର୍ଣ୍ଣିଂ କରିବ, ଜଳିବ। କଫ କଣ ଷ୍ଟିକ, ମାନେ ସେ ସବୁବେଳେ ଜମା ହେଇକିରି ରହିବ, ଟିକେ ତୀକ୍ଷ୍ଣ ରହିବ, ସେ ଚିପଚିପା ରୁହେ। ଇଏ ହଉଛି ତାଙ୍କର ଗୁଣ ଧର୍ମ। ଆମେ ଜାଣିବା ଦରକାର କୋଉଟା କୋଉ ପ୍ରକାର ଗୁଣ ରହିବ। କଣ ପାଇଁ ନା ଏସବୁ ଜାଣିଲେ କଣ ହବ ନା ଆମେ ସେଇ ଅନୁସାରେ ପ୍ରଡକ୍ଟ ବି ଲୋକମାନଙ୍କୁ ରେକମେଣ୍ଡ କରିପାରିବା। ଠିକ ଅଛି। ତ ଇଏ ଆପଣଙ୍କର କଣ ନା ଆମ ବଡିରେ କଣ କଣ ରେସ୍ପନ୍ସ ଦେଇଥାଏ। ବାତ ଆପଣଙ୍କର ଅଲ୍ ମୁଭମେଣ୍ଟ ଅଫ ଦ ବଡି, ବଡିର ଯୋଉ ମୁଭମେଣ୍ଟ ଆମର ହଉଛି ସେ ହଉଛି ବାତ ପାଇଁ ହଉଛି। ଆମେ ଯୋଉ ହାତ ହଲଉଛେ, କଥା କହୁଛେ, ଚାଲୁଛେ, ଏସବୁ ଯାହାବି ମୁଭମେଣ୍ଟମ ହଉଛି ବଡିରେ ସେ ହଉଛି ବାତ ଆମକୁ କରଉଛି। ଠିକ ଅଛି। ମାଇଣ୍ଡକୁ ଆମର ଯୋଉ କଣ୍ଟ୍ରୋଲ କରିବା, ମାଇଣ୍ଡକୁ ଆମର ଦିମାଗ ଯୋଉ ଚାଲୁଛି ସିଏ ଆପଣଙ୍କର କଣ ନା ବାତ ପାଇଁ ଆମର ସବୁ ହଉଛି, ମାନେ ବାଲାନ୍ସ ରେ ଅଛି, ତ ସବୁ ଠିକ ଠାକ ଅଛି। ଆମର ସେନ୍ସ ବି ଠିକ ଠାକ କାମ କରୁଛି କେତେବେଳେ, ଯେତେବେଳେ ବାତ ସନ୍ତୁଳିତ ରହୁଛି। ତାପରେ ଦ ପ୍ରୋସେସ ଅଫ ଏଲିମେଣ୍ଟସ, ଆମର ବଡିରେ ଯାହା ଯାହା ଏଲିମେଣ୍ଟସ ଅଛି ତାର ପ୍ରୋସେସିଂ ଯୋଉ ହଉଛି, ଯାହା ଯାହା ଆମ ପାର୍ଟ ଅଛି ବଡିରେ ତାର ଯୋଉ ପ୍ରୋସେସିଂ କୁ ମଧ୍ୟ ସିଏ କଣ୍ଟ୍ରୋଲ କରିଥାଏ ବାତ। ଠିକ ଅଛି। ପିତ୍ତ କଣ ଅଛେ, ପିତ୍ତ ଆମ ବଡିରେ କଣ କରେ ନା ବଡିରେ ହିଟ୍ ମାନେ ଗରମ ଆମ ବଡିକୁ ଦେଇଥାଏ। ତା ସହିତ ଏନର୍ଜି, ଆମକୁ ତାକତ ଏନର୍ଜି ପ୍ରଡକ୍ସନ ମାନେ ତିଆରି କରିଥାଏ, ଏନର୍ଜି ତିଆରି କରିଥାଏ। ଆମର ଯୋଉ ଖାଦ୍ୟକୁ ହଜମ କରିବାରେ ସେ ମେଟାବଲିଜିମ, ଆମର ବଡିରେ ଯୋଉ ମେଟାବଲିଜିମ ଅଛି, ହଁ, ତାପରେ ଡାଇଜେସନ ସିଷ୍ଟମକୁ ଠିକ କରିଥାଏ। ଇଏ ହଉଛି କଫ ଆମ ବଡିରେ, ତାର କାର୍ଯ୍ୟ ହଉଛି ସେୟା। କଫର କାମ କଣ, କଫର କାମ ହଉଛି ଫିଜିକାଲ ଷ୍ଟେବିଲିଟି। ହେଲା, ଆମର ଫିଜିକାଲ ଯୋଉ ଷ୍ଟେବିଲିଟି ଦରକାର ସେ ଜିନିଷ ଆମକୁ ଦେଇଥାଏ। ପ୍ରପର ଆପଣଙ୍କର ବଡିର ଯୋଉ ଷ୍ଟ୍ରକ୍ଚର ଅଛି, ଆମର ଯୋଉ ବଡିର ଯାହାବି ଆମର ଯେମିତି ଷ୍ଟ୍ରକ୍ଚର ଅଛି ତାକୁ ତିଆରି କରିବା, ତା ସହିତ ଆମର ରେଜିଷ୍ଟାନ୍ସ କୁ ଆପଣଙ୍କର, ଆଉ ତାପରେ ବଡିର ଯୋଉ ଆମ ଫ୍ଲୁଇଡ ଅଛି ତାକୁ ବାଲାନ୍ସ କରିବାରେ କଫ କାମ କରିଥାଏ। ଠିକ ଅଛି। ତାପରେ ଆମେ ଯିବା, ପୁଣି ଯିବା କଣ ପାର୍ଟିକୁଲାର ଆପଣଙ୍କର କ୍ୱାଲିଟି କଣ। ଆଚ୍ଛା, ବାତଟା କୋଉ ପ୍ରକାର ଗୁଣ ଧର୍ମ, ହେଲା କି ନାଇଁ। ଆମେ ମାନେ ତାର ଗୁଣ ଧର୍ମ କଣ, ଏଇଟା ବହୁତ ଇମ୍ପୋର୍ଟାଣ୍ଟ। କାହିଁକି ନା ଆପଣ ୟାକୁ ମନେ ରଖିବେ, ୟାକୁ ମନେ ରଖିଲେ ସେଇ ଅନୁସାରେ ଗୋଟେ ପେସେଣ୍ଟକୁ ଆପଣ ରେକମେଣ୍ଡ କରିପାରିବେ କଣ ଖାଇବା ଉଚିତ ଆଉ କଣ ଖାଇବା ଉଚିତ ନୁହଁ। ବାତ ହଉଛି କଣ, ସେ ଡ୍ରାଇନେସ, ମାନେ ବାତ ଦୋଷ ହେଲେ ବଡିରେ ଡ୍ରାଇନେସ ଆସିବ, ସେ ଡ୍ରାଇ କରିବ। ପବନର କାମ କଣ କହିଲେ, ପବନ ଆପଣଙ୍କୁ ଶୁଖେଇ ଦିଏ, ସେଇଭଳିଆ। ବାତ ମାନେ କଣ, ବାୟୁ, ବାୟୁର ଯାହା ଯାହା ଧର୍ମ ସେଇ ଜିନିଷ ଆପଣଙ୍କର ବଡିରେ ସେଇ ଜିନିଷଟାକୁ ଇଫେକ୍ଟ କରିଥାଏ। ବୁଝିପାରିଲେ। ବାୟୁ ଯେମିତି ସବୁ ଜିନିଷକୁ ଶୁଖାଏ, ସିଏ ବି ବଡିରେ ଶୁଖେଇ ଦବ। ତା ସହିତ ଆଉ କଣ, ବାତର ଆଉ କଣ, ସିଏ ଥଣ୍ଡା, ହେଲା, ବଡିରେ ଥଣ୍ଡା ନେଇକି ଆସିବ, କୋଲ୍ଡ ଜିନିଷ। ସିଏ ହାଲକା, ହେଲା, ଲାଇଟ, ଇରେଗୁଲାର, ଆଉ ତା ମାନେ ସବୁଆଡେ ଆପଣଙ୍କର କୁଆଡେ ବି ଇରେଗୁଲାର, କୌଣସି ତାର ଗୋଟେ ଜାଗାରେ ସିଏ ହଉଛି ରୁହେ ନାହିଁ। ରଫ୍, ଆପଣଙ୍କର ସବୁ ସେ ଖସଖସିଆ ରହିବ। ମୋବାଇଲ ମାନେ ଆପଣ ମୁଭମେଣ୍ଟ, ମାନେ ସେ ଆପଣଙ୍କର ସବୁବେଳେ ମୁଭମେଣ୍ଟ କରିବା ସହିତ ସିଏ ଆପଣଙ୍କର ଜମା ହେଇକି ସବୁବେଳେ ରହିଥିବ। ରଫ୍ ଆପଣଙ୍କର
ଆଉ ରେଆଲ ଫିଲ୍ଡ ଆପଣଙ୍କର ଏସବୁ ଜିନିଷ ହଉଛି ଆପଣଙ୍କର ବାତର। ପିତ୍ତ ଆପଣଙ୍କ କଣ ନା ଇଏ ଅଏଲି ହେଇଥିବ ହେଲା, ହଟ୍ ଗରମ ହେଇଥିବ, ଲାଇଟ୍ ହେଇଥିବ। ଆଉ ସହିତ ଇଏ ହଉଛି ଇଣ୍ଟେନସନ ୟାର କଣ ନା ଆପଣଙ୍କର ସାର୍ପ ହେଲା। ତାପରେ ଫ୍ଲୁଇଡ ଏଥିରେ ଥାଏ, ଲିକ୍ୱିଡ ଆପଣଙ୍କ ଥାଏ, ଆଉ ଏସିଡିକ ଥାଏ। ଠିକ ଅଛି। ତ ଆମେ କୋଉ ଖାଦ୍ୟ ଆପଣଙ୍କର ଖାଇଲେ ଭାତ ଠିକ ରହିବ, ପିତ୍ତ ଠିକ ରହିବ, ସେଇ ଅନୁସାରେ ଆପଣଙ୍କୁ ଏଇ ଜିନିଷ ଗୁଡାକ ଯୋଉଟା ତା ପାଇଁ ଆପଣଙ୍କର ଫାଇଦା କରିବ ସେ ଜିନିଷ ଆପଣଙ୍କ ଦେବାର ଅଛି। କଫ, କଫ ହେଲେ କଣ, କଫଟା କଣ ଅଏଲି ଥିବ, କୋଲ୍ଡ ଥିବ ହେଲା କି ଥଣ୍ଡା, ଆଉ ତା ସହିତ ହେଭି, ଷ୍ଟେବୁଲ, ସେ ଆପଣଙ୍କୁ ଗୋଟେ ଜାଗାରେ ଆପଣଙ୍କ ଡଲ, ଆଉ ତାର ହଉଛି ମାନେ ଗୋଟେ ଭିସ୍କସ୍, ମାନେ ଆପଣଙ୍କର ଚିପଚିପା ଆପଣଙ୍କର ରହିବ, ସ୍ମୁଥ ରହିବ ତାର ଡେନ୍ସିଟି। ଠିକ ଅଛି, ଇଏ ହଉଛି ଜିନିଷ। ଆଚ୍ଛା, ବାତ କୋଉ ସମୟରେ ଆମ ସିଜନ ଅନୁସାରେ ବି ଆମର ଦୋଷ ଦେଖାଯାଏ। କୋଉ ସିଜନ ଅନୁସାରେ, ଯେତେବେଳେ କି ଆପଣଙ୍କର ଲେଟ୍ ଅଟମନ ଆପଣଙ୍କର ସେ ସମୟରେ, ଆଉ ମାନେ ଯେତେ ଥଣ୍ଡା ଆରମ୍ଭ ହେଇଯାଉଛି ସେ ସମୟରେ ଆପଣଙ୍କର ମାନେ ବସନ୍ତ ଋତୁ ସରି ଆସିବ ଆଉ ଆପଣଙ୍କର ଶୀତ, ଏଇ ସମୟରେ ଆପଣ ଦେଖିବେ ବାତ ଦୋଷ ସୃଷ୍ଟି ହେଇଯାଏ। ଆପଣଙ୍କ ଯୋଉଟା କି ଲେଟ୍ ସ୍ପ୍ରିଙ୍ଗ ଆଉ ସମର ସିଜନ ଯେତେବେଳେ ମାନେ ଆରମ୍ଭ ହଉଛି, ସମର ଗରମ ଆରମ୍ଭ ହଉଛି, ସେ ସମୟରେ ଆପଣ ପିତ୍ତ ଦୋଷ ପ୍ରାୟ ବଡିରେ ଦେଖିବା ପାଇଁ ମିଳେ। କୁହନ୍ତି ନା ସିଜନ ଚେଞ୍ଜ ହେଲେ ଦେହ ଖରାପ ହୁଏ। ତ ଏଇ ଜିନିଷ ଗୁଡାକ ଦେଖିବେ ସେ ସମୟରେ ହେଇଥାଏ। ଲେଟ୍ ୱିଣ୍ଟର ଆଉ ୟାର୍ଲି ସ୍ପ୍ରିଙ୍ଗ ରେ ଆପଣଙ୍କର କଫ ଦୋଷ ଆପଣଙ୍କ ଦେଖିବା ପାଇଁ ମିଳେ। ତା ସହିତ ଆମର ଯୋଉ ବଡି ଅଛି, ସୂର୍ଯ୍ୟ ଉଦୟରୁ ଅସ୍ତ ପର୍ଯ୍ୟନ୍ତ ଆମର ବଡି କଣ ନା ସେଇ ଅନୁସାରେ ଆମର ଯୋଉ ଆମର ପଞ୍ଚଭୂତ ଅଛି ସିଏ ଆପଣଙ୍କର କନେକ୍ଟିଭିଟି ଅଛି। ତ ସେଇ ଅନୁସାରେ ଆମର ବାତ ପିତ୍ତ କଫ ବି ଆପଣଙ୍କର ମେଣ୍ଟେନ ହେଇଥାଏ। ଯେମିତି କି ଆପଣଙ୍କର ରାତି ଆପଣଙ୍କର 2ଟା PM ରୁ 6ଟା PM ଭିତରେ ବାତ, ଆଉ ସକାଳ ମାନେ ସରି ହଁ ସକାଳ ଯୋଉଟା କି ଆପଣଙ୍କ ରାତି ସେଟା ବି ଆପଣଙ୍କର ହଁ ରାତି ଆପଣଙ୍କର 2ଟାରୁ 6ଟା ଆପଣଙ୍କର ଯୋଉ ଆମେ ଆମର 12ରୁ ଧରାଯାଉ ଆମେ ଯଦି କରୁଛେ, ତାହେଲେ ରାତି 2ରୁ ଆପଣ 6 ପର୍ଯ୍ୟନ୍ତ ଆପଣଙ୍କ ବାତ ସେଥିରେ ବଡିରେ ଥାଏ। ଆଉ ହଉଛି ଦିନ ବେଳେ 2ଟାରୁ 6ଟାରେ ଆପଣଙ୍କର ବାତ ରୁହେ ଆମ ବଡିରେ। ଠିକ ଅଛି। ଆଉ ଯୋଉଟା କି ପିତ୍ତ, ପିତ୍ତ କେଉଁ ସମୟରେ ରୁହେ ନା ଆପଣଙ୍କର ଦିନ ବେଳେ, ଯୋଉଟା କି 10ଟାରୁ 2ଟା ଭିତରେ, ଯୋଉଟା କି ମଧ୍ୟାହ୍ନ ହେଲା କି ନାଇଁ, ଦିନ ବେଳେ 10ଟାରୁ 2ଟା ଭିତରେ ଆମର ପିତ୍ତ ଥାଏ। ଠିକ ଅଛି। ଆଉ ଆପଣଙ୍କର ରାତିରେ 10ଟାରୁ 2ଟା ଭିତରେ ଆମର ବଡିରେ ପିତ୍ତ ଥାଏ। ତାପରେ ଆମେ ଯଦି ଯିବା, କଫ ହଉଛି ସକାଳ 6ଟାରୁ 10ଟା ଭିତରେ କଫ, ଆଉ ହଉଛି ରାତିରେ ମାନେ ସନ୍ଧ୍ୟା ବେଳେ 6ଟାରୁ 10ଟା ହଉଛି କଫ ଆମ ବଡିରେ ଥାଏ। ଠିକ ଅଛି। ତ ଯଦି ଲାଇଫ ଫେଜ୍ ଭିତରେ ଦେଖିବା, ବାତ ଆପଣଙ୍କର ଓଲ୍ଡ ଏଜରେ ପ୍ରାୟ ଆପଣଙ୍କର ଦେଖାଇବା ପାଇଁ ମିଳେ। ପିତ୍ତ କେତେବେଳେ ଦେଖିବା ପାଇଁ ମିଳେ, ଯୋଉମାନେ ଆଡଲ୍ଟ ମାନେ ପିଲାମାନଙ୍କ ଭିତରେ ଦେଖିବେ ଆଡଲ୍ଟ ମେଟାବୋଲୋଜି ମାନେ ପିତ୍ତ ଦୋଷ ଅଧିକ ଦେଖିବା ପାଇଁ ପାଇବେ। ଦେଖିବେ ପିଲାମାନଙ୍କର ଯୋଉମାନେ ୟଙ୍ଗ ଅଛନ୍ତି ତାଙ୍କୁ ଦେଖିବେ ପେଟ ଗରମ ହୁଏ, ଯୋଉଥିପାଇଁ ବ୍ରଣ ହୁଏ। ବୁଝିପାରିଲେ କି ନାଇଁ? ଆଉ କଫ ଦୋଷ ପ୍ରାୟ ଦେଖିବେ ଛୋଟ ଛୋଟ ଛୁଆ ମାନଙ୍କର ଆପଣଙ୍କର କଫ ଦୋଷ ରୁହେ। ଠିକ ଅଛି। ତ ତାପରେ ଆପଣଙ୍କର ଆମେ ଦେଖିବା ସିଟ୍ ଅଫ୍ ଦ ଦୋଷ ଇନ୍ ଦ ବଡି। ଆମର କୋଉ କୋଉ ଜାଗାରେ ଇଏ ଆମର ବାତ ପିତ୍ତ କଫ ସେ ରହିଥାଏ, ଆମର ବଡିର କୋଉ କୋଉ ଜିନିଷରେ କୋଉ କୋଉ ଜାଗାରେ ଥାଏ। ମୁଁ ଆପଣଙ୍କୁ କହିଦେଇଥିଲି ହେଲା କି ନାଇଁ। ବାତ ଯୋଉଟା ଆପଣଙ୍କ ନାଭିରୁ ତଳକୁ ଆପଣଙ୍କର ଦେଖିବା ପାଇଁ ପାଇବେ ହେଲା କି ନାଇଁ। ପିତ୍ତ ଆପଣଙ୍କର ଛାତିରୁ ନାଭି ଭିତରେ ଦେଖିବା ପାଇଁ ପାଇବେ, ଆଉ କଫ ଆପଣଙ୍କ ଛାତିରୁ ଉପରକୁ ଆପଣଙ୍କର ଦେଖିବା ପାଇଁ ପାଇବେ। ସେଇ ଜିନିଷ ହିଁ ଏଥିରେ ଆପଣଙ୍କର ଲେଖା ହେଇଛି। ତ ଏଇଠି ଆଉ ଟିକେ ଆପଣଙ୍କର ଲେଖା ହେଇଛି ଲାର୍ଜେଷ୍ଟ ଇଣ୍ଟେଷ୍ଟାଇନ ଆଉ ପେଲଭିକ କେଭିଟି, ବୋନ, ସ୍କିନ୍ ଆଉ ଏୟାର ଆପଣଙ୍କର ସରି ଇୟର ଆଉ ଥିଙ୍ଗସ, ଏଇ ସବୁ ଜିନିଷରେ ଆପଣଙ୍କର ବାତ ଆପଣ ଦେଖିବେ। ପିତ୍ତ ଆପଣଙ୍କର ସ୍ମଲ ଇଣ୍ଟେଷ୍ଟାଇନ, ଷ୍ଟମାକ ହେଲା, ଗଲ ବ୍ଲାଡର, ବ୍ଲଡ, ଫ୍ୟାଟ, ଆଇ, ସ୍କିନ୍, ଏସବୁରେ ଆପଣଙ୍କର ପିତ୍ତ ଆପଣଙ୍କର ଦେଖିବା ପାଇଁ ପାଇବେ। କଫ ଆପଣଙ୍କର କୋଉଠି ଆପଣଙ୍କର ଥାଏ, ଚେଷ୍ଟ ରେ ଥାଏ, ଥ୍ରୋଡ ଆପଣଙ୍କର ଗଳାରେ, ହେଁ ଆପଣ ହେଡ ଉପରେ, ହେଡ ସାଇନସ ପଏଣ୍ଟରେ ଆପଣ ଥିବ, ନଜ ରେ ଥିବ, ମାଉଥ ରେ ଥିବ, ହେଁ
स्टोमाच रे भी आपनकर कफ थाए हैला जॉइंट रे भी प्लाज्मा मसल ए सब जिनस रे आपनकर कफ थाए तो ये हूँ बात पित्त कफ उपर आम टिके डीपली आप डिटेल्स जानिले को तापरे बात पित्त कफ सहित आउ कौन आम बॉडी रे संतुलित रहिबा दरकार आउ कौन डिसबालांस हेले रोग होता है ठीक अच्छी तो आमर बॉडी रे हूँ त्रिदोष जोटा कि बात पित्त कफ से हूँ एनर्जीएस आपनकर ता सहित आप 7 धातु आम बॉडी रे 7टा धातु अच्छी जोटा कि टिश्यू प्लाज्मा ब्लड मसल फैट बोन है कि नहीं ये सब जिनस जो आपनकर 7 धातु रिप्रोडक्शन फ्लूइड तैयारी करबा बा आम बॉडी जो हार्मोन सिक्रेशन करबा हमर जो जॉइंट रे जो आपनकर माने मजा तैयारी करबा ये सब जिनस कौन ना 7 धातु द्वारा से संतुलित होता है ता सहित आम बॉडी रे 3 मल्स माने वेस्टेज मटेरियल आमर बॉडी रे अच्छी जोटा कि यूरिन हैला स्टूल हैला आउ आपन स्वेट हैला माने आपनकर परिस्रा हैला झाड़ा हैला झाଳ हैला तीनटा मल आपनकर आमर दरकार ये सब तीनटा जिनस जदि आम बॉडी रे संतुलित अच्छी ताहले आमर रोग हबनी खाली दोष दोष हेले नहीं दोष हेले ये जो 7टा धातु रे भी डिस्टर्बांस हुए आउ आम जो 3 मल अच्छी वेस्टेज मटेरियल रे भी आपन डिस्टर्बांस होता है ठीक अच्छी ना तो ये जिनस कौन ना जिते दोष जानु दोषटा को केते आइडेंटिफाई करेंगे तार जो 7 धातु रे तार देखिए डिस्टर्बांस थी तार जो 3 मल वेस्टेज मटेरियल रे तार प्रॉब्लम थी देखिए बुझिपारे जिते पचारे ताले आप बुझीपारे जिते आपंकर प्रोडक्ट आसो से डिटेल्स धीरे धीरे जावा किसी असुविधा ना ता सहित आउ सबुठ मुख्य जिनस हूँ अग्नि आम बॉडी रे 13टा अग्नि अच्छी ठीक अच्छे सबुठ से मुख्य अग्नि हूँ जठर अग्नि जोटा कि आमर जठर माने आपनकर हजम जोटा आपन कहुची पाकस्थली बुझिपारे कि नहीं जोटा आमर लिवर से हूँ जठर अग्नि है ता सहित आप 5 महाभूताग्नि अच्छी है ता सहित आप 7 धातु अग्नि अच्छी तो आमे से उपरे आमे आलोचना करिबा सेतिरु जो प्रथमे मु आपनकर कहूतिली 7 धातु आम बॉडी रे 7टा धातु कौन कौन अच्छी गोटे हूँ रस रक्त मसा मेद अस्थि तापरे मजा तापरे शुक्र रस रक्त मांस मेद अस्थि मजा और शुक्र ठीक अच्छे आमर जो बॉडी जते जहाँ भी आमे खाद्य खाऊे ना ध्यान से शुणु तो आमे जहाँ भी खाद्य खाऊे सी प्रथमे रसरे तैयारी हुए रसरु रक्त हुए रसरु तापरे मसल हैला तापरे मेद हैला कि नहीं तापरे अस्थि तैयारी हुए तापरे मजा तैयारी हुए तापरे हुची शुक्र जोटा कि धातु आमर बॉडी रे तैयारी एई अनुसार आमर खाद्यटा आम बॉडी रे तैयारी करी एई अनुसार सी आपनकर हेइथाय बुझिपारे कि नहीं 7 धातु बहुत इंपोर्टेंट आउ ये कौन हुए आपनकर जदि रस थरे आपनकर खराब है ताले रक्त भी खराब हबो मसा भी खराब हबो मेद भी खराब हबो अस्थि भी खराब हबो मजा भी खराब हबो शुक्र भी आ जदि शुक्र भी आपनकर प्रॉब्लम अछि ताहले भी तार उल्टाटा आपनकर माने आंटी क्लॉकवाइज भी आपनकर से डिस्टर्बेंस सब जिनस धीरे धीरे नष्ट करी करी जीव बुझिपारे कि नहीं तो ये हूँ जिनस तो आमर जो 3टा मल थिला सेटा तो मु कहि देछि यूरिन स्टूल आउ होछि स्वेट अछि हैला कि नहीं तापर आम जो 13टा अग्नि कहितली 13 अग्नि रे जठर अग्नि आपनकर अछि भूताग्नि आउ धातु अग्नि अछि तार भी क्लासिफिकेशन अछि ता ऊपर आमे बेसी जीवा नै अपन जानि थाउ तो 13टा अग्नि अछि ठीक अछि तापर आजि पुणी आउ बेसी जीवा नै प्रोडक्ट ऊपर नै हमरो जो आयुर्वेदिक उपरे आमे वर्तमान जीवा प्रोडक्ट उपरे प्रोडक्ट रे काली आमे आलोचना करथिले इम्यूनोडक उपरे आमे आलोचना करथिले इम्यूनोडक रा आपण कोन 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 काम करे एथरे कोन कोन कंपोजिशन अछि से सब आमे काली आलोचना करथिले तथापि आपण मानकर मु कहि दोछि इम्यूनोडक इम्यूनिटी वृद्धि करिवारे सहायता करे ता सहित आपनकर बहुत सारा रोग रे आपनकर
କାମ କରିଥାଏ, ଯେମିତି କି ଥଣ୍ଡା ଦୋଷ ହେଲା, ଶ୍ୱାସ ପ୍ରୋବ୍ଲେମ ହେଲା, ବ୍ଲଡ ପ୍ୟୁରିଫାଇ କରିବାରେ ଇଏ କାମ କରୁଛି, ଆପଣଙ୍କର ହଜମ ଶକ୍ତିକୁ ଠିକ ଠାକ କରିବାରେ କାମ କରୁଛି, ଆପଣ ଲାଟ୍ରିନକୁ ଠିକ ଠାକ କରିବାରେ ସାହାଯ୍ୟ କରୁଛି। ଏମିତି ବହୁତ ସାରା ଆପଣଙ୍କର ଇଏ କାମ କରୁଛି। ଯେମିତି କି ଆପଣଙ୍କର ଯୋଉମାନଙ୍କର ରହୁଛି, ସବୁଠୁ ମୁଖ୍ୟ ଜିନିଷ ହଉଛି ଥଣ୍ଡା ଦୋଷ। ଥଣ୍ଡା ଦୋଷକୁ ଆପଣ କଣ୍ଟ୍ରୋଲ କରୁଛି। ଆପଣ ୟାକୁ ଦେଇପାରିବେ, ସମସ୍ତଙ୍କୁ ଦେଇପାରିବେ, କିନ୍ତୁ କେବଳ ଆପଣଙ୍କ ଡାଇବେଟିସ୍ କିଡନୀ ପେସେଣ୍ଟକୁ ଦେବେ ନାହିଁ। ଠିକ ଅଛି। ୟାର ଆପଣ ଡିଟେଲ୍ସ ଆମେ ଯାଇଥିଲେ, ଆଲୋଭେରା ତ୍ରିଫଳା ଯୋଉ ପୁନର୍ନବା ଅଛି, ସେ ଆମ ଡାଇଜେସନ ସିଷ୍ଟମକୁ ଠିକ କରିଥାଏ। ତୁଳସୀ ଜିଞ୍ଜର ମୁଲାଠି ଯୋଉ ଅଛି, ସେ ହଉଛି ରେସ୍ପିରେଟରୀ ଜିନିଷ, ଯୋଉଟା କି ଆପଣଙ୍କର ନିଶ୍ୱାସ ପ୍ରଶ୍ୱାସ ଯୋଉ ଆପଣଙ୍କର ରହୁଛି, ଯୋଉଥିପାଇଁ କୁହାଯାଏ ଆପଣ ଇଏ ଶ୍ୱାସ ପ୍ରୋବ୍ଲେମ ପାଇଁ କାମ କରିଥାଏ। ତା ସହିତ ଅଶ୍ୱଗନ୍ଧା ଆଉ ଯୋଉ ଅଛି, ଇଏ ହଉଛି ଆମର ମେଣ୍ଟାଲ ଆଉ ଫିଜିକାଲ ଷ୍ଟ୍ରେଂଥକୁ ଆପଣଙ୍କର ସେ ଠିକ କରିବାରେ ସାହାଯ୍ୟ କରିଥାଏ। ତା ସହିତ ଗିଲୋଇ ଯୋଉ ଅଛି, ଇଏ ଆପଣ କ୍ରନିକ ଫିବର, ଯୋଉ ବହୁତ ଦିନର କ୍ରନିକ ମାନେ ଜ୍ୱର ଛାଡୁ ନଥିବ, ଲାଗିକି ରହିଥିବ, ଏଲର୍ଜି କେସରେ ହେଲା, ବା ଆପଣଙ୍କ ଆସ୍ଥମା କେସରେ ଇଏ ଆପଣଙ୍କର ବେଟର କାମ କରିଥାଏ। ତାପରେ ଏଠି କୁକୁମ ଅଛି, କୁକୁମ ଫ୍ରୁଟ ଅଛି, ଯୋଉଠି କି ସାଇଟ୍ରିକ ଏସିଡ ଅଛି, ଯୋଉଟା କି ଆମ ବଡିରେ ସାଇଟ୍ରିକ ଏସିଡ ର କାମ କଣ, ଆମ ବଡିରେ ଯୋଉ ବେଡ କୋଲେଷ୍ଟ୍ରଲ ଅଛି ତାକୁ ଆପଣ ରିମୁଭ କରିବାରେ ସିଏ ସାହାଯ୍ୟ କରିଥାଏ। ତା ସହିତ ଆପଣଙ୍କର ଏଠାରେ ଆପୁଲ ଏକ୍ସଟ୍ରାକ୍ଟ ଅଛି, ଯୋଉଟା କି ଆପଣଙ୍କ ସବୁଠୁ ବେଷ୍ଟ ଜିନିଷ ହଉଛି, ଇଏ ହଉଛି ଆପଣଙ୍କ ଭିଟାମିନ ସି, ଆମର ଇମ୍ୟୁନିଟି ବୃଦ୍ଧି କରିବା ସହିତ ଆମର ବଡିର ଯୋଉ ବ୍ରେନ କୁ ରିପେୟାର, ଯୋଉ ସେଲ ଯଦି ବ୍ରେନରେ ଡ୍ୟାମେଜ ହେଇଛନ୍ତି, ତାକୁ ମଧ୍ୟ ଇଏ ତିଆରି କରିବାରେ ସାହାଯ୍ୟ କରିଥାଏ। ବୁଝିପାରିଲେ କି ନାଇଁ? ତାପରେ ଆପଣଙ୍କର ଏଠି ଆପଣଙ୍କର ଏଇ ସବୁ ପାଇଁ ଇଏ ଆପଣଙ୍କର କାମ କରୁଛି। ଡୋଜେସ୍ ଆପଣଙ୍କର ରୋଗୀ ଦେଖିକି, ପେସେଣ୍ଟ ଦେଖିକି ୟାର ଡୋଜେସ୍ ଆପଣଙ୍କର ଦେଇପାରିବେ। ଦେବା ପୂର୍ବରୁ ସିନିୟରକୁ ପଚାରିକି ବୁଝିକି ଦେବେ। ତାପରେ ଆସିଗଲା ଆମର ଡାଇପୋଡକ୍। ଇଏ ସ୍ପେଶାଲି ଆପଣଙ୍କର ଡାଇବେଟିସ୍ ପେସେଣ୍ଟ ମାନଙ୍କ ପାଇଁ ସବୁଠୁ ଅମୃତ ଭଳିଆ ବରଦାନ ଇଏ ମୁଁ କହିବି। ଠିକ ଅଛି। ଆଚ୍ଛା, କେତେ ଜଣ ଆପଣଙ୍କର ନୋଟ ଡାଉନ କରୁଛନ୍ତି, କେତେ ଜଣ ଲେଖୁଛନ୍ତି? ଟିକେ ଭିଡିଓରେ ଟିକେ ଅନ୍ କରନ୍ତୁ, ମୁଁ ଦେଖିବା ପାଇଁ ଚାହୁଁଛି କେତେ ଜଣ ଆପଣଙ୍କର ନୋଟ ଡାଉନ କରୁଛନ୍ତି। ଓକେ ଓକେ, ରବୀନ୍ଦ୍ର ସାର୍ ଡ୍ରେସ ପିନ୍ଧି ଦିଅନ୍ତୁ, ଗଞ୍ଜି ଫଞ୍ଜି ପିନ୍ଧିକି ଭିଡିଓ ଅନ୍ ନାହିଁ। ଆମେ ଯେହେତୁ ଆପଣଙ୍କର ବହୁତ ସାରା ଲେଡିଜ ବି ଅଛନ୍ତି, ଆମେ ଡ୍ରେସ ଅପ ରେ ରହିବା, ଠିକ ଠାକ ସେ ରହିବା। ଠିକ ଅଛି। ଓକେ ଓକେ, ଠିକ ଅଛି। ଆମର ଦେଖା ଯାଉଛନ୍ତି ସୁନାରାମ ସାର୍, ରବୀନ୍ଦ୍ର ସାର୍, ସୀତାରାଣୀ ମ୍ୟାଡାମ, ଶକୁନ୍ତଳା ମ୍ୟାଡାମ, ଟିକାରାମ ସାର୍ ଅଛନ୍ତି, ଝରଣା ମ୍ୟାଡାମ ଅଛନ୍ତି। ଓକେ, ନଗେନ୍ଦ୍ର ସାର୍ ଅଛନ୍ତି, ଭିଡିଓ ଅନ୍ କରିକି ବସିଛନ୍ତି। ଘନଶ୍ୟାମ ଗୁଆ ସାର୍ ଅଛନ୍ତି, ସେ ଖାତା ଦେଖୁଛନ୍ତି, ମୁଁ ନୋଟ କରୁଛି ଭଳି। ବ୍ରଜ ସାର୍ ଅଛନ୍ତି, ସୁକ୍ରାମ ସାର୍ ଅଛନ୍ତି, ବାସୁଦେବ ହାଁସଦା ସାର୍ ବି ଅଛନ୍ତି, ସେ ବି ଆପଣଙ୍କର ଲେଖୁଛନ୍ତି। ତା ସହିତ ଆପଣଙ୍କର ଆଚ୍ଛା, ସମସ୍ତେ ଭିଡିଓ ଅନ୍ କରିଦେଲେଣି। ଛଟ୍ରାୟ ସାର୍ ଅଛନ୍ତି, ଲକ୍ଷ୍ମଣ ସାର୍ ଅଛନ୍ତି, ହରିନାରାୟଣ ସାର୍ ଅଛନ୍ତି, ଜନନୀ ମ୍ୟାଡାମ ଅଛନ୍ତି। ବହୁତ ଖୁସି ଲାଗିଲା ଆପଣ ମାନେ ବସିକି ନୋଟ ଡାଉନ କରୁଛନ୍ତି। ତ ଇଏ ହଉଛି ଖୁସିର ବିଷୟ। ନଗେନ୍ଦ୍ର ସାର୍ ଅଛନ୍ତି, ଟିକାରାମ ସାର୍ ଅଛନ୍ତି। ଓକେ, ଥ୍ୟାଙ୍କ ୟୁ, ବହୁତ ବହୁତ ଧନ୍ୟବାଦ, ଆପଣ ମାନେ ନୋଟ ଡାଉନ କରୁଛନ୍ତି। ତ ଆମେ ବର୍ତ୍ତମାନ ଯିବା ପ୍ରଡକ୍ଟ, ଯୋଉଟା କି ଡାଇଭୋଡକ୍। ଠିକ ଅଛି। ଡାଇଭୋଡକ୍ ହଉଛି ଡାଇବେଟିସ୍ ପେସେଣ୍ଟ ମାନଙ୍କ ପାଇଁ ବହୁତ ହି ବରଦାନର କାମ କରୁଛି। ଇଏ ଟାଇପ 1 ଟାଇପ 2 ଆପଣଙ୍କ ଡାଇବେଟିସକୁ କଣ୍ଟ୍ରୋଲ କରିବାରେ ସାହାଯ୍ୟ କରିଥାଏ। ତା ସହିତ ଡାଇଜେସନ ସିଷ୍ଟମକୁ ଠିକ କରିଥାଏ। ଆଖିର ଯୋଉ ସମସ୍ୟା ରହୁଛି ତାକୁ ଠିକ କରିବାରେ ସାହାଯ୍ୟ କରିଥାଏ। ତା ସହିତ ପେସେଣ୍ଟ ମାନଙ୍କ ଯୋଉ ୱିକନେସ ରହୁଛି, ୱିକନେସକୁ ଆପଣଙ୍କର ତାକୁ ଦୂର କରିବାରେ ସାହାଯ୍ୟ କରିଥାଏ। ତ ଏଠି ଯୋଉ ଇନଗ୍ରେଡିଏଣ୍ଟସ ଅଛି, ବହୁତ ହି ଜବରଦସ୍ତ ଇନଗ୍ରେଡିଏଣ୍ଟସ, ଯୋଉଟା କି ଆପଣ କଲେରା ରସ, ଜାମୁନ ରସ, ଗୋରଫେଟା ରସ, ଗୁରମାର ରସ ଆଉ ତ୍ରିଫଳା। ତ ଆମେ ଡିପଲି ଯିବା, କାହିଁକି ଏ ଡାଇବୋଡକ୍ ପ୍ରଡକ୍ଟ ଏତେ ଶାନଦାର ଜବରଦସ୍ତ ଆପଣଙ୍କର କାମ କରୁଛି। ତ ଡାଇବୋଡକ୍ ରେ ଯୋଉ ଆମର କଲେରା ରସ ରହୁଛି, ୟାର ତ ବହୁତ ହି ଫାଇଦା, ଇଏ ବହୁତ ବଢିଆ ଆପଣଙ୍କର କାମ କରେ, ହେଲା କି ନାଇଁ। କଲେରା ରସ ଯୋଉଟା କି ଆପଣଙ୍କର ତିନିଟା ଯାକ ଆମର ଯୋଉ ରହିଛି, ବାତ ପିତ୍ତ କଫ, ତିନିଟା ପାଇଁ ଇଏ ଆପଣଙ୍କର ସବୁଠୁ ବେଷ୍ଟ ଜିନିଷ କଲେରା।
ବାତ ପାଇଁ ବି କାମ କରେ, ପିତ୍ତ ପାଇଁ ବି କାମ କରେ, ଆଉ କଫ ପାଇଁ ବି କାମ କରେ। ଇଏ ଆପଣଙ୍କ ଯୋଉ ଧାତୁ ଅଛି ରକ୍ତ ଧାତୁ, ରସ ଧାତୁ ଆଉ ମଶା ଧାତୁରେ ମଧ୍ୟ ଇଏ ବହୁତ ହି ବେନିଫିଟ। ଏଇ ଯୋଉ ତିନିଟା ଆପଣଙ୍କ ଧାତୁ ଅଛି ରକ୍ତ, ରସ ଆଉ ମଶା ଧାତୁ, ଏଇ ସବୁ ଧାତୁକୁ ମଧ୍ୟ ସିଏ ଠିକ କରିବାର ବା ଆପଣଙ୍କର କାମ ସେଥିରେ କରିଥାଏ ଆପଣଙ୍କର କଲେରା ରସ। ବୁଝିପାରିଲେ କି ନାହିଁ? ତା ସହିତ ଆଉ ଗୋଟେ ଜିନିଷ ଆପଣଙ୍କୁ ମୁଁ କହିବା ପାଇଁ ଚାହୁଁଛି ଯେ ୟାର ତ ବହୁତ ସାରା କାମ ଅଛି। ସେଇ ଭିତରୁ ଏଇଠି ମୁଁ ଆପଣଙ୍କୁ କହିବି ୟାର ଯୋଉ ଭିଟାମିନ୍ ଏଥିରେ ଥାଏ। ଭିଟାମିନ୍ ଆପଣଙ୍କର ସି, ଏ, ଇ ହେଲା, ଏସବୁ ଜିନିଷ ଆପଣଙ୍କର ଭିଟାମିନ୍ ଥାଏ। ତା ସହିତ ଏଠି ଆପଣଙ୍କର ଯୋଉଟା କି ଆପଣଙ୍କର ପଲିପେପ୍ଟାଇଡ ପି, ପଲିପେପ୍ଟାଇଡ ପି ଯୋଉଟା କି ପ୍ଲାଣ୍ଟେଡ ବେଷ୍ଟ ଇନ୍ସୁଲିନ, ଏଇଟା ହଉଛି ସବୁଠୁ ଆମ ପାଇଁ ବହୁତ ବେଷ୍ଟ ଜିନିଷ। କଲେରାରେ ଆପଣଙ୍କର ପଲିପେପ୍ଟାଇଡ ପି ଅଛି ଯୋଉଟା କି ପ୍ଲାଣ୍ଟ ବେଷ୍ଟ ଇନ୍ସୁଲିନ, ଠିକ ଅଛି। ତା ସହିତ ଲାକ୍ଟିନ ଅଛି, ଲାକ୍ଟିନ୍ସ ଅଛି ଯୋଉଟା କି ଗୋଟେ ପ୍ରକାର ଇନ୍ସୁଲିନ ଲାଇକ, ମାନେ ଇନ୍ସୁଲିନ ର ଯୋଉ ପ୍ରପର୍ଟି ଥାଏ ସେଇ ଭଳିଆ ଆପଣଙ୍କର ୟାର ଆପଣଙ୍କ ଲାକ୍ଟିନ୍ସ ବି ଅଛି ଏଥିରେ। ବୁଝିପାରିଲେ କି ନାହିଁ? ଓକେ, ବୁଝିପାରୁଛନ୍ତି ସମସ୍ତେ? ତ ଯୋଉଥିପାଇଁ କି ଇଏ ଆପଣଙ୍କର ବ୍ଲଡ ସୁଗାରକୁ କଣ୍ଟ୍ରୋଲ କରିବାରେ ବହୁତ ଜଲ୍ଦି ସିଏ ଆପଣଙ୍କର କଣ୍ଟ୍ରୋଲ ବା ଆପଣଙ୍କ ଲୋ କରିବାରେ ସାହାଯ୍ୟ କରିଥାଏ। ମାନେ ବ୍ଲଡ ସୁଗାରକୁ ସିଏ ଲୋ କରିବାରେ ସାହାଯ୍ୟ କରିଥାଏ। ବୁଝିପାରିଲେ କି ନାହିଁ? ଇଏ ଆପଣଙ୍କର କଣ ଇନ୍ସୁଲିନ ର ରେଜିଷ୍ଟାନ୍ସକୁ କଣ୍ଟ୍ରୋଲ କରିଥାଏ ହେଲା, ଇନ୍ସୁଲିନ ସିକ୍ରେସନ କରିବାରେ ଇଏ ଆପଣଙ୍କର ସାହାଯ୍ୟ କରିଥାଏ। ତା ସହିତ ଏଠି କଣ କୁହାଯାଉଛି ନା ଡାଇଜେସନ ସିଷ୍ଟମରେ ବି ଇଏ କାମ କରିଥାଏ। କାହିଁକି ନା ଏଥିରେ ଯୋଉ ଜିନିଷ ଅଛି ସେ ହଉଛି ଆପଣଙ୍କର ବହୁତ ହି ବେଟର ଆପଣଙ୍କର ଜିନିଷ ଅଛି ଯୋଉଟା କି ଆପଣଙ୍କର ଡାଇଜେସନ ସିଷ୍ଟମକୁ ବି ଠିକ କରିଥାଏ। ଠିକ ଅଛି, ତ ଆମେ ଏତିକି ଜାଣିବା। ବେଶୀ ଆପଣଙ୍କର ଜାଣିବା ମାନେ ବେଶୀ କହିଲେ ବହୁତ ଜିନିଷ ବହୁତ ଲମ୍ବା ହେଇଯିବ। ଠିକ ଅଛି ନା, ଆପଣ ମେନ୍ ମେନ୍ ଜିନିଷ ଯୋଉଟା କି ଆପଣଙ୍କର କଲେରା ରସରେ ଆପଣ ପଲିପେପ୍ଟାଇଡ ପି ଆଉ ସେରୋଟିନ ବି ଆପଣଙ୍କର ଏଥିରେ ଥାଏ, ହେଲା କି ନାହିଁ? ତା ସହିତ ଏଥିରେ ମିନେରାଲ୍ସ କିଛି ଆପଣଙ୍କ ଦେଖିବା ପାଇଁ ମିଳେ। ପୋଟାସିୟମ ହେଲା, ମାଗ୍ନେସିୟମ ହେଲା, ଜିଙ୍କ ହେଲା, ଏଇ ସବୁ ଆପଣଙ୍କର ବି ମଧ୍ୟ ଏଠି ମିନେରାଲ୍ସ ମଧ୍ୟ ଆପଣଙ୍କର ଏଥିରେ ଦେଖିବା ପାଇଁ ମିଳେ। ଏଥିରେ ଆଇରନ୍ ବି ଆପଣ ଦେଖିବା ପାଇଁ ପାଇବେ। ହେଁ, ତ ଇଏ ହଉଛି ମେନ୍ ଜିନିଷ। ତା ସହିତ ଆପଣଙ୍କର ଡାଇବେଟିସ ରେ କଣ୍ଟ୍ରୋଲ କରିବା ପାଇଁ ମୁଖ୍ୟ ଜିନିଷ ଆଉ ଗୋଟେ ହଉଛି ଗ୍ଲାସେମିକ ଇଣ୍ଡେକ୍ସ ବି ୟାର ରହିଅଛି, ବେଟର ରହିଅଛି। ଠିକ ଅଛି, ତାପରେ ଆମେ ଯିବା ଆଉ ଗୋଟେ ବହୁତ ହି ବେଟର ଜିନିଷ ହଉଛି ଜାମୁନ ରସ। ଜାମୁନ ତ ଆପଣଙ୍କର ଜାଣିଛନ୍ତି ଜାମୁ କୋଳି, ରାଇଟ? ଜାମୁ କୋଳି ଏଠିରେ କଣ ନା ୟାର ବି ବହୁତ କିଛି କାମ ଅଛି। ଠିକ ଅଛି, ତ ଏଥିରେ ଆପଣଙ୍କର ଯଦି ଆପଣ ଦେଖୁଛନ୍ତି ଇଏ ଆପଣଙ୍କର କଫ ଆଉ ପିତ୍ତ ଦୋଷକୁ ଆପଣଙ୍କର ସିଏ ପାଇଁ କାମ କରିଥାଏ। ଇଏ ଆପଣଙ୍କ କଣ ପିତ୍ତ ଆଉ କଫ ଦୋଷ ପାଇଁ ସବୁଠୁ ବେଷ୍ଟ। ୟାର ଯୋଉ ଟେଷ୍ଟଟା ଅଛି ଇଏ ଖଟା ବି ଆଉ ମିଠା ବି। ବୁଝିପାରିଲେ କି ନାହିଁ? ଇଏ ଖଟା ବି ପିଠା ମାନେ ମିଠା ବି, ଯୋଉଥିପାଇଁ କି ଆପଣଙ୍କର ଇଏ ଆପଣଙ୍କର ଡାଇବେଟିସ ରେ ଆପଣ ବହୁତ ହି କାମ କରିଥାଏ, ରାଇଟ? ଯୋଉଟା କି ଆମର କଫ ପିତ୍ତ ପାଇଁ ଇଏ ବେଷ୍ଟ ରହୁଛି। ତାପରେ ପାଚନ ଶକ୍ତିକୁ ମଧ୍ୟ ଇଏ ଠିକ ରହିଥାଏ। ଠିକ ଅଛି, ଏଥିରେ କଣ ନା ଏଥିରେ ଆପଣଙ୍କର ଜାମ୍ବୁସିନ ଆଉ ଜାମ୍ବୁସିନ ଆଉ ଜାମ୍ବୁଲିନ ଏଥିରେ ଥାଏ, ଯୋଉଟା କି ବ୍ଲଡ ସୁଗାରକୁ ଆପଣଙ୍କର ମେଣ୍ଟେନ କରିବା ବା ଆପଣଙ୍କର ତାକୁ କଣ୍ଟ୍ରୋଲ କରିବା, ବ୍ଲଡ ବା ଗ୍ଲୁକୋଜକୁ ମଧ୍ୟ ସିଏ ଆପଣଙ୍କର ଆବଜର୍ଭ କରିବାରେ ସିଏ ସାହାଯ୍ୟ କରିଥାଏ। ବୁଝିପାରିଲେ? ଯୋଉଟା କି ଆମର ଯୋଉ ବଡିରେ ମୁଖ୍ୟ ଜିନିଷ ହଉଛି କଣ, ଆମର ଯୋଉ ପାନକ୍ରିଆଜ ଅଛି। ଠିକ ଅଛି, କିଏ ଅନମ୍ୟୁଟ ଅଛନ୍ତି ଭାଇ ଟିକେ ମ୍ୟୁଟ ହେଇଯିବେ। କିଏ ଅନମ୍ୟୁଟ ଅଛନ୍ତି ଦୟାକରି ମ୍ୟୁଟ ହୁଅନ୍ତୁ।
ओके। ତ ଆମେ ବର୍ତ୍ତମାନ ପୁଣି ଯିବା ଆଉ କଣ କଣ ଏଥିରେ ଅଛି ଆପଣଙ୍କର, ଯୋଉଟା କି ଜାମୁନ ରସ ଗୁଆର ଫଟା ଆପଣଙ୍କର ଇଏ ମାନେ ସେମ ଜିନିଷ ଯୋଉଟା କି ଆଲୋଭେରା। ଆଲୋଭେରା ର ଆପଣଙ୍କ ବହୁତ ସାରା ନାଁ ଅଛି। ଗୋରଫଟା ସିଏ ଆପଣଙ୍କର ଆଲୋଭେରା, ଠିକ ଅଛି। ତ ଆଲୋଭେରା ର କାମ କଣ ମୁଁ କାଲି ମେ ବି ଆପଣଙ୍କର କହିଥିଲି ନା କହିନି? ଯଦି କହିନାହିଁ ତାହେଲେ ଆପଣଙ୍କୁ ମୁଁ କହିଦଉଛି ଆଲୋଭେରା ବହୁତ ହି ଫାयଦାମନ୍ଦ, ବହୁତ ଆପଣଙ୍କର ବେଷ୍ଟ ଜିନିଷ, ହେଲା କି ନାଇଁ। ଇଏ ଆପଣଙ୍କର ବହୁତ ହି ଆପଣଙ୍କର ଦେଖିବେ ଆଲୋଭେରା ପ୍ରତ୍ୟେକ ଆପଣଙ୍କର ଆୟୁର୍ବେଦିକ ପ୍ରଡକ୍ଟରେ ଗୋଟେ ଅମୃତ ଭଳିଆ କାମ କରିଥାଏ, ହେଲା କି ନାଇଁ। ଇଏ ଆପଣଙ୍କ ତିନିଟା ଯାକ ଜିନିଷରେ କାମ କରିଥାଏ, ବାତ ପିତ୍ତ କଫ ସବୁଥିରେ କାମ କରିଥାଏ, ହେଲା କି ନାଇଁ। ଯୋଉଟା କି ଇମ୍ୟୁନିଟିକୁ ଆପଣଙ୍କ ବୃଦ୍ଧି କରିବାରେ କାମ କରିଥାଏ, ଠିକ ଅଛି। ତେଣୁକରି ଆଲୋଭେରା ସବୁଠୁ ବେଷ୍ଟ ଆପଣଙ୍କର। ତ ସେଥିପାଇଁ ଇଏ ଆପଣଙ୍କର ଲିଭରରେ ଆପଣଙ୍କର ଆକ୍ଟିଭେଟ କରିବା ପାଇଁ ମେନ୍ ଜିନିଷ ହଉଛି କଣ ନା ଡାଇବେଟିସ ପେସେଣ୍ଟ ମାନଙ୍କର ଯୋଉ ଲିଭରର ଫଙ୍କସନ ଠିକ ଭାବରେ କରିପାରେ ନାହିଁ, କଣ ଯୋଉଥିପାଇଁ କି ଆପଣଙ୍କ ସେ ସୁଗାରଟାକୁ ଆପଣ କଣ୍ଟ୍ରୋଲ କରିପାରେ, ତ ଲିଭରକୁ ମଧ୍ୟ ଇଏ ଆକ୍ଟିଭ କରିବାରେ କାମ କରେ। ତାପରେ ବ୍ଲଡ କୁ ଆପଣ ସଫା କରିବାରେ ଇଏ ଆପଣଙ୍କର କାମ କରେ, ବୁଝିପାରିଲେ କି ନାହିଁ। ତା ସହିତ ଆପଣଙ୍କର ବହୁତ ସାରା ୟାର ବହୁତ ଭଲ ଭଲ ବେନିଫିଟ ଆପଣ ସ୍କିନ୍ ପାଇଁ ଆପଣଙ୍କର ଇଏ ବହୁତ ହି ବେଷ୍ଟ ଆପଣଙ୍କର କାମ କରିଥାଏ। ତାପରେ ଆମେ ଯିବା ଗୁରମାର, ଠିକ ଅଛି। ଗୁରମାର ଆପଣଙ୍କର ଯୋଉ ଅଛି, ଗୁରମାର କାମ କଣ? ଗୁରମାର ଯଦି ଆପଣଙ୍କର କାମ ଆପଣଙ୍କର ଦେଖିବା ପାଇଁ ଚାହୁଁଛନ୍ତି, ଜାଣିବା ପାଇଁ ଚାହୁଁଛନ୍ତି, ତାହେଲେ ମୁଁ ଆପଣଙ୍କୁ କହିବା ପାଇଁ ଚାହିଁବି ଯେ ଗୁରମାର ଗୋଟେ ବହୁତ ହି ବେଷ୍ଟ ଜିନିଷ ଡାଇବେଟିସ ପାଇଁ। ଇଏ ଆପଣଙ୍କର ଡାଇବେଟିସ ଆଉ କିଡନୀ ରୋଗ ଦୁଇଟା ଜିନିଷ ପାଇଁ ସବୁଠୁ ବେଷ୍ଟ ଜିନିଷ ଆପଣଙ୍କର କଣ ନା ଗୁରମାର। ଏଠି ନାଁରୁ ଆପଣ ଜାଣିପାରୁଥିବେ ଗୁର ଆଉ ମାର ମାନେ ମିଠା। ମିଠାକୁ ସେ ମାରିପାରେ, ଗୁଡ ମାନେ ଆମର ଯୋଉ ଆୟୁର୍ବେଦିକ ଅଛି, ଗୁରମାର ମାନେ ମିଠା ଜିନିଷକୁ ଇଏ ଗୁଡ ମାନେ ଆପଣଙ୍କର ମିଠା ଜିନିଷକୁ ମାରିବାରେ ଇଏ ସାହାଯ୍ୟ କରେ। ଯୋଉ ଆମର ଡାଇବେଟିସ ପେସେଣ୍ଟ ବ୍ଲଡ ଯୋଉ ମାନେ ସୁଗାର ଅଂଶଟାକୁ କଣ୍ଟ୍ରୋଲ କରିବା, ସେଥିପାଇଁ ସେ ସାହାଯ୍ୟ କରେ। ବହୁତ ହି ଆପଣଙ୍କର ଫାଇଦାମନ୍ଦ କରେ। ଇଏ ଜଏଣ୍ଟରେ ବି କାମ କରେ। ଆପଣ ୟୁରିନ ଯୋଉ ଆମର ଇନଫେକ୍ସନ ରହୁଛି ୟୁରିନକୁ ଠିକ ଠାକ କରିବାରେ, ଲିଭରକୁ ଡିଟକ୍ସିଫିକେସନ କରିବାରେ, ବିପି କୁ ମଧ୍ୟ କଣ୍ଟ୍ରୋଲ କରେ। ଆପଣ ତା ସହିତ ଆପଣଙ୍କର କୋଲେଷ୍ଟ୍ରୋଲକୁ ମଧ୍ୟ ଇଏ ଆପଣଙ୍କର ଠିକ କରିବାରେ ସାହାଯ୍ୟ କରିଥାଏ, ବୁଝିପାରିଲେ କି? ତ ଇଏ ହଉଛି ଆପଣଙ୍କ ଗୁରମାର, ଠିକ ଅଛି। ଯୋଉଠି କି ଆପଣଙ୍କର ମିଠା ଅଂଶକୁ ମଧ୍ୟ ମାରିବାରେ ଇଏ ସାହାଯ୍ୟ କରିଥାଏ, ଯୋଉଥିପାଇଁ କି ଡାଇବେଟିସ ପେସେଣ୍ଟ ମାନଙ୍କ ପାଇଁ ବା କିଡନୀ ପେସେଣ୍ଟ ମାନଙ୍କ ପାଇଁ ବି ବହୁତ ହି ଅମୃତ ଭଳିଆ ଇଏ କାମ କରିଥାଏ। ତ୍ରିଫଳା ଆପଣଙ୍କ ତିନି ଦଶ ଆପଣଙ୍କର ଯୋଉ ହରଡ଼, ବେହେଡା ଆଉ ଆମ୍ଲା, ହେଲା। ତ୍ରିଫଳା ଆପଣ ତିନିଟା ଆପଣଙ୍କ ଜଡିବୁଟିକୁ ନେଇକି ତିଆରି ହେଇଥାଏ। ଗୋଟେ ହଉଛି ହରଡ଼, ଆଉ ଗୋଟେ ହଉଛି ବେହେଡା, ଆଉ ହଉଛି ଆମ୍ଲା। ହରଡ଼, ବେହେଡା ଆଉ ଆମ୍ଲାକୁ ନେଇକିରି ଆପଣ ତ୍ରିଫଳା ରସ ତିଆରି ହେଇଥାଏ। ତ ତ୍ରିଫଳା ଆପଣଙ୍କର ତିନିଟା ଯାକ ଦୋଷ ବାତ ପିତ୍ତ କଫ ସବୁଥିରେ ପାଇଁ ଆପଣଙ୍କର କାମ କରିଥାଏ। ବିଶେଷ କରି ଡାଇଜେସନ ସିଷ୍ଟମ ଯୋଉଟା କି ପିତ୍ତ ପାଇଁ ଆପଣଙ୍କର ସବୁଠୁ ବେଷ୍ଟ ଜିନିଷ। ତା ସହିତ ଆହୁରି ବି ଆପଣଙ୍କର କାମ କରେ ଦୁଇଟା ଜିନିଷ, ଯୋଉଟା କି କଫ ବାତ ପାଇଁ ବି ଇଏ ଆପଣଙ୍କର ସବୁଠୁ ବେଷ୍ଟ କାମ କରିଥାଏ, ଠିକ ଅଛି। ନେକ୍ସଟ ଆମେ ଯିବା ଥଣ୍ଡର ବ୍ଲାଷ୍ଟ। ଇଏ ହଉଛି ଆମର ଯୋଉ ଏସ୍ଲିପିୟସ୍ ୱେଲନେସ ପ୍ରାଇଭେଟ ଲିମିଟେଡ ଅଛି, ତାର ଇଏ ହଉଛି ଗୋଟେ ହିରୋ ପ୍ରଡକ୍ଟ, ଜବରଦସ୍ତ ପ୍ରଡକ୍ଟ। ଇଏ ଆପଣଙ୍କର କଣ କରେ ନା ଆପଣଙ୍କର ଲାଇଫରେ ଯୋଉ ମାନେ ମାନେ ତାକତଟାକୁ ଆପଣଙ୍କୁ ବଢେଇ ଦେଇଥାଏ, ବୁଝିପାରିଲେ। ମାନେ ବଡିରେ ଆପଣ ତାକତ ନେଇକି ଆସିବ, ଏନର୍ଜି ଯଦି ୱିକନେସ ରହୁଛି ଏନର୍ଜି ନେଇକିରି ଆସିବ। ତା ସହିତ ଆପଣଙ୍କର ବଡିରେ ଷ୍ଟାମିନା ନେଇକିରି ଆସିବ, ବୁଝିପାରିଲେ କି ନାହିଁ। ସ୍ପର୍ମ କାଉଣ୍ଟକୁ ଇଏ ବଢେଇବାରେ ସାହାଯ୍ୟ କରିଥାଏ, ଠିକ ଅଛି। ବ୍ଲଡ ସାର୍କୁଲେସନକୁ ରିମୁଭ କରିବାରେ, ବ୍ଲଡ ସାର୍କୁଲେସନକୁ ଠିକ କରିଥାଏ, ହେଲାନି। ରିମୁଭ ଫ୍ରମ ବ୍ଲକେଜ, ବ୍ଲକେଜ ଯଦି ସେ ବ୍ଲକେଜକୁ ଆପଣ କ୍ଲଟେଜ ଯଦି ଅଛି ନର୍ଭସରେ, ତାକୁ ଆପଣ ଠିକ କରିବାରେ ସାହାଯ୍ୟ କରେ। ମସଲକୁ ଆପଣଙ୍କ ପାୱାର ଦେବାରେ ଆପଣ ସାହାଯ୍ୟ କରେ, ଠିକ ଅଛି। ତା ସହିତ ନର୍ଭ ସିଷ୍ଟମରେ ଇଏ ହଉଛି ରାମବାଣ କାମ କରେ। ନ୍ୟୁରୋ ସିଷ୍ଟମ ଯାହାର ଅଛି ତାକୁ ଯଦି ଦେବେ, ସେଠି ରାମବାଣ ଭଳିଆ ଆପଣଙ୍କର କାମ କରିଥାଏ। ହେଲ୍ପଫୁଲ ଟୁ ଏନହାନ୍ସ ଆପଣଙ୍କର
जो एनहांस करियो आपनर एनर्जी को एनहांस करता है हला। डायबिटीज पेशेंट मानक पई भी ये होची बहुत ही बेटर काम करे, किंतु देखिकी देबे बुझिकी देबे। बुझिपारे कि नहीं कहीं डायबिटीज पेशेंट मानक पई सबटु बेटर होइते, कहीं ना ये ब्लड को आपनक पतला करिबारे मध्य साहाय्य करे। ब्लड जो हमर रहिते डायबिटीज पेशेंट मानक, डायबिटीज पेशेंट ब्लड होची बहलिया, ताकू ठीक रे बालांस आनिबारे ये थंडर ब्लास्ट मते बहुत काम करे। किंतु किछि केस रे आपण देखिबे डायबिटीज पेशेंट मानक थंडर ब्लास्ट देले तांकर बढ़ी जाइते, काहेकि ना एथिरे दालचीनी अछि। दालचीनी आपनकर डायबिटीज पई खराब नुह, बट आपनकर काहार बॉडी रे सूट करे काहा बॉडी रे सूट करे नै, किंतु तापरे भी ये होची खाइले भी किछि असुविधा नुह। बुझि पाले कि तो आपनकर ए जिंस आपनकर जतेबे पेशेंट मानकु दउछंती आपन देखिकी देबे। ठीक अछि। ब्लड सेल आपन तयारी करिवारे मध्य ये साहाय्य करते। अच्छा, एठी आमे जिबा जो हमरो एथिरे इनग्रेडिएंट्स जो अछि मोती भस्म, भांग भस्म, लोह भस्म, सिंदूर, शिलाजीत, केसर, रसगंधा, सफेद मुसली, गखर, शतावरी, कपिचु हैला कि ए सब जहा जहा आपन प्रोडक्ट अछि, एडू मेन मेन जिंस जोटे कि सबटु एथिरे मुख्य जिंस ताको आमे जानिबा। ठीक अछि। तो एथिरे मुख्य जिनिस होची मोती भस्म, भांग भस्म और लौह भस्म। ये जो आपनकर तीनटा आपनकर जो भस्म अछि हेले कि नहीं, ये आपनकर कोन करे ना, ये आपनकर ब्लड रो जो आपनको जो मानको डायबिटीज पेशेंट मानको ब्लड जो मानको बहली जाता है ताको आपन पतला करिवारे से साहाय्य करिथाय। एथिरे सिंदूर रस जो आपन रहुची से आपन वीकनेस को आपनकर दूर करिथाय एवं आपन भितरे स्टामिना नेकि आसिथाय। तापरे एथिरे आपनकर सूद शिलाजीत आपन माने देखि परछंती। सूद शिलाजीत आपनकर अल्जेमियस जो आमे जो भुलापा रोग हो ब्रेन माने ब्रेन फंक्शन रे भी आपन काम करछि, माने न्यूरो काम करबो तो ब्रेन रे भी आपन न्यूरो अछि। माने भुलापा रोग को मध्य ये जोथि बैंक जो मानकर आपन देखिबे ब्रेन ठीक ठाक से काम करू नै, लगे नै छोट छुआ हला बड़ लोक हला जो छोट जो माने एबनॉर्मल अछंती ब्रेन काम करू नै, कथा कहि पे सेति पे थंडर ब्लास्ट भी देले भी तांको पे सेति पे बहुत ही बेटर काम करूछि। तो देखिकी आपनकर सीनियर को पचारिकी बुझिकी देबे। ठीक अछि। ता सहित एठी अछि केसर आ गोखर। ये कोन करे आपन स्पर्म काउंट को आपनकर बढ़ेई देई थाई। ठीक अछि। जो मानकर कि जेंट्स मानकर स्पर्म काउंट को बढ़ेई देते। तापरे आपनकर अश्वगंधा, अश्वगंधा कोन ना माइंड को आपनकर ब्रेन को आपनकर सबटु बेस्ट होची अश्वगंधा। जानि थांतु स्ट्रेस जो मानको फिजिकली हला आपन मेंटली जो मानको स्ट्रेस थाई तांको पे आपनको अश्वगंधा बहुत ही बेटर। बहुत सारा देखिबे लोक आपनकर आजिकली बहुत स्ट्रेस रे रहउचंती। बुझी पाले ताकू अश्वगंधा जदि आप हमर अश्वगंधार कैप्सूल आसुची अश्वगंधा ताकू प्रोवाइड करछु जो मानको टेंशन स्ट्रेस रे रहउचंती ताकू देखिबे ताकू रिलीफ मिलबो, शांति मिलबो हला कि नहीं, गुड फील आपनकर ताकू हेबो। तो अश्वगंधा माइंड और ब्रेन पे सबटु स्ट्रेस जो मानको रहउची ताको पे बहुत ही बेस्ट आपनको काम करे। ता सहित आपनकर एठी सफेद मुसली अछि। सफेद मुसली कोन ना जोटे कि आपनकर मु कहबा पई चाहिबी जो माने पुरुष लोक मानकर गोटे हार्मोन थाई जोटी टेस्टोस्टेरोन, जोटी कि स्पर्म काउंट को बढ़ेबारे साहाय्य करथे। तो ये टेस्टोस्टेरोन को बैलेंस करिवारे मध्य साहाय्य करथाय। ठीक अछि। तापरे ए सब आपनकर बहुत सारा प्रोडक्ट अछि आपनकर कहले तो सरीबनी, किंतु मेन मेन जो जो जिंस आपनको मु कहि दिया गला। तो ये होची एथि पे आपनकर काम करूची। बुझी पाले कि नहीं, जोथि पे कि थंडर ब्लास्ट होची समस्त नहीं परिबे। बुझी पाले कि किंतु हाई बीपी जो मान को रहूची समान को मना अछि। और जो माने भी प्रोडक्ट नेबे केबे भी हाई डोज आपनको थंडर ब्लास्ट नेबे नहीं, सबले लो डोज रे आपनकर नेबे। ठीक अछि। अल्प अल्प करी नेबे, हाई डोज हठात नेबे नहीं। काहे कि एठरे जो आपनकर मोती भस्म, भांग भस्म, लौह भस्म, सिंदूर शिला ए सब जिंस जो भस्म जिंस अछि ये होची कोन ना आगरे जो राजा महाराजा माने रहउतले, मंत्री माने रहउतले ताको भितरे एते ताकत केमती आस्तला, सेमने माने एते समय पर्यंत युद्ध केमती करि परता, ताको भितरे एते बळ केमती आसुतला,
ନା ଏସବୁ ଭସ୍ମ ଜିନିଷ ସେତେବେଳେ ସେମାନେ ୟୁଜ କରୁଥିଲେ, ଯୋଉଥିପାଇଁ କି ତାଙ୍କର ସେଇ ପ୍ରକାର ତାକତ ରହୁଥିଲା। ତ ସେଇ ପ୍ରକାର ଯଦି ଆପଣ ବି ଘୋଡା ଭଳିଆ ଆପଣଙ୍କର ହେବା ପାଇଁ ଘୋଡା ଭଳିଆ ତାକତ ଆପଣ ଦରକାର, ଯୋଉଥିପାଇଁ ଗୋଟେ ଘୋଡା ଚିହ୍ନ ଅଛି, ଘୋଡା ଭଳିଆ ଯଦି ତାକତ ଦରକାର ତାହେଲେ ଥଣ୍ଡର ବ୍ଲାଷ୍ଟ ଆପଣ ମାନେ ୟୁଜ କରନ୍ତୁ, ଯାହାକୁ ଆପଣଙ୍କର ମାନେ ୱିକନେସ ରହୁଛି, ଆପଣଙ୍କର ବୟସ କମ ବଟ୍ ଆପଣଙ୍କୁ ଲାଗୁଛି ମତେ ଯେମିତି ହେଇଗଲାନି 60-70 ବର୍ଷ ହେଇଗଲାନି, ଆଉ ଯୋଉମାନଙ୍କର 60-70 ବର୍ଷ ହେଇଗଲାଣି ସେମାନେ ଯଦି ଆପଣ ୟାକୁ ଖାଇବେ ତାହେଲେ 25 ବର୍ଷ ଭଳିଆ ତାଙ୍କର ୟଙ୍ଗ ଏଜ ର ଯୋଉ ବଳ ତାକତ ସେ ଆପଣଙ୍କୁ ଦେଇଥାଏ। ଠିକ ଅଛି। ତ ଇଏ ସାଧାରଣତଃ ନର୍ମାଲି ସମସ୍ତେ ୟୁଜ କରିପାରିବେ, ରୋଗୀ ବି ଆପଣଙ୍କର ୟୁଜ କରିପାରିବେ, ଆଉ ଯୋଉଙ୍କ ରୋଗ ନାହିଁ ସେମାନେ ବି ୟୁଜ କରିପାରିବେ। ଠିକ ଅଛି। ତାପରେ ଆପଣଙ୍କର ଯିବା ଗାଇନୋଡକ୍। ଲେଡିଜ ମାନଙ୍କ ପାଇଁ, ମା ଭଉଣୀ ମାନଙ୍କ ପାଇଁ ଇଏ ହଉଛି ବରଦାନର ଆପଣଙ୍କର କାମ କରିଥାଏ, ବହୁତ ହି ବେଟର କାମ କରିଥାଏ। ସବୁଠୁ ମେନ୍ ଜିନିଷ ହଉଛି କଣ ନା ଏଥିରେ ଯୋଉ ଜିନିଷ ଅଛି ମାନେ 38 ପ୍ରକାର ଜଡିବୁଟିରେ ଏଥିରେ ଆପଣଙ୍କର ତିଆରି ହେଇକରି ଆସିଛି, ଯୋଉଠି ପାଇଁ କି ଆମ ପାଇଁ ବହୁତ ଶାନଦାର ଆପଣଙ୍କର କାମ କରିଥାଏ। ଠିକ ଅଛି। ତ ଏଥିରେ ସବୁଠୁ ମୁଖ୍ୟ ଜିନିଷ ହଉଛି କଣ ନା ଅଶୋକା। ଲେଡିଜ ମାନଙ୍କ ପାଇଁ, ମା ଭଉଣୀ ମାନଙ୍କ ପାଇଁ ଗାଇନିକାଲ ପ୍ରୋବ୍ଲେମ ପାଇଁ ଅଶୋକା ହଉଛି ସବୁଠୁ ବେଷ୍ଟ ଜିନିଷ। ଏନି ଗାଇନିକାଲ ପ୍ରୋବ୍ଲେମ ଯାହା ବି ହଉଛି ତାଙ୍କ ପାଇଁ ସବୁଠୁ ବେଷ୍ଟ ଜିନିଷ, ଅମୃତ ଭଳିଆ ଆପଣଙ୍କର ଇଏ କାମ କରେ। ତା ସହିତ ଏଠି ଅଛି ଦଶମୂଳ, ଶତାବରୀ ଅଛି, ବୁଝିପାରିଲେ କି ନାହିଁ, ଯୋଉଟା କି ଇଏ ବି ଆପଣଙ୍କର ଅମୃତ ଭଳିଆ ଆପଣଙ୍କର ଲେଡିଜ ମାନଙ୍କର, ଯୋଉଟା କି ଆପଣଙ୍କର ଲେଡିଜ ମାନଙ୍କର ଯାହା ବି ପ୍ରୋବ୍ଲେମ ଅଛି, ବୁଝିପାରିଲେ କି ନାହିଁ, ତାଙ୍କର ବ୍ଲଡ ରେ ଆପଣଙ୍କର ବ୍ଲଡ ଫ୍ଲୋ ଠିକ ଠାକ ସେ ହଉନି, କାହାର ବ୍ଲିଡିଂ ଅଧିକ ହଉଛି, କ୍ୟାଲସିୟମ ର ଅଭାବ ରହୁଛି, ବୁଝିପାରିଲେ। ଏଇ ଯୋଉ 38 ପ୍ରକାର ଜଡିବୁଟି ଅଛି ଏଠି ସବୁ ଆପଣଙ୍କର ସେ ସବୁ କାମ ଯୋଉ ମେନ୍ସୁରାଲ ପ୍ରୋବ୍ଲେମ ରହୁଛି ସେ ସବୁରେ ଆପଣଙ୍କ କାମ କରୁଛି। ୱିକନେସ୍ ଆପଣଙ୍କ ତାଙ୍କ ହେଁ ଯୋଉ ଆପଣଙ୍କର ଫେସ ରେ ପିଗମେଣ୍ଟେସନ ରହୁଛି ସେଥିରେ ଆପଣଙ୍କ କାମ କରୁଛି, ବୁଝିପାରିଲେ କି ନାହିଁ। ଲିକୋରିଆ ପ୍ରୋବ୍ଲେମ ଯୋଉମାନଙ୍କ ଧଳା ସ୍ରାବ ରହୁଛି ତାଙ୍କ ପାଇଁ ବହୁତ ହି ବେଷ୍ଟ ଜିନିଷ ହଉଛି ଆପଣଙ୍କର ଗାଇନୋଡକ୍ ର ଏସ୍ଲିପିୟସ୍ ୱେଲନେସ୍ ପାଭିଲିଅନ୍। ଇଏ ହଉଛି ଅମୃତ ଭଳିଆ ଆପଣଙ୍କର କାମ କରୁଛି, ରାଇଟ। ତାପରେ ଆପଣଙ୍କର ବହୁତ ସାରା ଏମିତି ଆପଣଙ୍କର କାମ କରୁଛି। ହରମୋନ ଯୋଉଟା କି ଡିଷ୍ଟର୍ବାନ୍ସ ହୁଏ ଆପଣଙ୍କର ଲେଡିଜ ମାନଙ୍କର, ହେଲା କି ନାହିଁ, ମେଣ୍ଟାଲ ଫିଜିକାଲ ହେଲ୍ଥକୁ ମଧ୍ୟ ଆପଣଙ୍କର ସେ ସବୁ ସିଷ୍ଟମକୁ ମଧ୍ୟ ସିଏ ଠିକ କରୁଛି। ଠିକ ଅଛି। ତ ଇଏ ହଉଛି ଗାଇନୋଡକ୍ ଅଲ୍ ଲେଡିଜ ମାନଙ୍କ ପାଇଁ ଆପଣ ଦେଇପାରିବେ। ଆଉ ତ ଆପଣ ଜାଣିଛନ୍ତି ମିରାକିଲ ରେଜଲ୍ଟ ୟାର ଅଛି, ଯୋଉଥିପାଇଁ କି ଆଜି ଏସ୍ଲିପିୟସ୍ ୱେଲନେସ୍ ପ୍ରାଇଭେଟ ଲିମିଟେଡ ର ମାନେ ଗୋଟେ ନାମରେ ଯୋଉ ଗୋଟେ ଆସେ ନା ପାୱାର ଆସେ, ଯୋଉଟା କି ଆମେ ଛାତି ପିଟିକରି ଲୋକମାନଙ୍କୁ କଣ ପାଇଁ କହିପାରୁଛେ ନା ଏଥିରେ କଣ ହଉଛି ନା ଏଇ ଗାଇନୋଡକ୍ ପ୍ରଡକ୍ଟ ୟୁଜ କରିବା ଫଳରେ ଦେଖନ୍ତୁ ଇଏ ତ ଲେଡିଜ ମାନଙ୍କ ଗାଇନିକ ପ୍ରୋବ୍ଲେମ ପାଇଁ ତିଆରି ହେଇଛି, ବଟ୍ ଆଜିକା ଡେଟରେ ମାନେ ଏତେ ଶାନଦାର ଶାନଦାର ରେଜଲ୍ଟ, ଯୋଉଟା କି ସବୁଠୁ ଦୁଃଖଦ ଆଉ କଷ୍ଟ ଲାଗେ ଯେ ଯିଏ ଆପଣ ମ୍ୟାରେଜ ହେଲା ପରେ ଜଣେ ସ୍ତ୍ରୀ ବା ଜଣେ ପୁରୁଷ ଯଦି ବାପା ବା ମା ହେଇପାରିଲେ ନାହିଁ ସେଇଟା ହଉଛି ସବୁଠୁ କଷ୍ଟ, ତାଙ୍କୁ ବହୁତ ଦୁଃଖ ଲାଗେ, ବୁଝିପାରିଲେ କି ନାହିଁ। ଜଣେ ମା ନ ହେଇପାରିଲେ ତାଙ୍କୁ ଯୋଉ ଯନ୍ତ୍ରଣା ମିଳେ, ତ ମେଣ୍ଟାଲ ଷ୍ଟ୍ରେସ୍, ସମାଜ ଯୋଉ ତାଙ୍କୁ ନିର୍ଯାତନା ଦେଇଥାଏ, ବୁଝିପାରିଲେ। ଯୋଉ ପୁରୁଷ ଆପଣଙ୍କ ବାପା ହେଇପାରନ୍ତି ତାଙ୍କୁ ଯୋଉ ସମାଜ ନିର୍ଯାତନା ଦେଇଥାଏ ତା ଠାରୁ ଆପଣଙ୍କର ତ ପୁରୁଷ ମାନଙ୍କ ପାଇଁ ତ ଥଣ୍ଡର ବ୍ଲାଷ୍ଟ ସବୁଠୁ ବେଷ୍ଟ ଅଛି। ଇଏ ହଉଛି ଲେଡିଜ ମାନଙ୍କ ପାଇଁ ସବୁଠୁ ଗାଇନୋଡକ୍ ଯୋଉ ପ୍ରଡକ୍ଟ ଅଛି, ମା ହେବାରେ ଇଏ ସାହାଯ୍ୟ କରୁଛି। ଯୋଉଟା କି ମାନେ 5 ବର୍ଷ, 10 ବର୍ଷ, 15 ବର୍ଷ ହେଇଯାଇଛି, ଛୁଆ ପିଲା ହେଇପାରୁନାହାନ୍ତି, ସେ କେସରେ ଆଜି ଗାଇନୋଡକ୍ ପ୍ରଡକ୍ଟ ଆପଣ ମାନେ ଯୋଉଠି ଅଛନ୍ତି ୟା ପାଇଁ ନତମସ୍ତକ ଏବଂ ୟା ପାଇଁ ଗୋଟେ ଜବରଦସ୍ତ କରତାଳି ହେବା ଦରକାର। କାହିଁକି ନା ଗାଇନୋଡକ୍ ପ୍ରଡକ୍ଟ ୟୁଜ କରିବା ଫଳରେ ଆଜି ବହୁତ ସାରା ମା ହେଇପାରିଛନ୍ତି ଏଇ ଏସ୍ଲିପିୟସ୍ ୱେଲନେସ୍ ପାଭିଲିଅନ୍ ର ଅମୃତ ଭଳିଆ ଗାଇନୋଡକ୍ ପ୍ରଡକ୍ଟ ୟୁଜ କରି, ରାଇଟ। ତ ସେଥିପାଇଁ ମା ଭଉଣୀ ମାନଙ୍କ ପାଇଁ ମୁଁ ଚାହିଁବି ଗୋଟେ ଜବରଦସ୍ତ ଆପଣ କରତାଳି ହେଇଯିବା ଦରକାର ଏଇ ଗାଇନୋଡକ୍ ପ୍ରଡକ୍ଟ ପାଇଁ, ରାଇଟ। ତ ଇଏ ହଉଛି ଆପଣଙ୍କର ଗାଇନୋଡକ୍ ପ୍ରଡକ୍ଟ। ତା ସହିତ ନେକ୍ସଟ ଆମେ ଯିବା ଅର୍ଥୋଡକ୍। ଜଏଣ୍ଟ ରିଲେଟେଡ ସମସ୍ୟା ଯାହା ବି ଅଛି ଆମର, ହେଁ ଜଏଣ୍ଟ ରିଲେଟ, ଠିକ ଅଛି। ଇଏ ହଉଛି ପ୍ରାୟ ଆଜିକାଲି ଡେଟରେ, ଆଗରୁ ବୃଦ୍ଧା ସମୟରେ ଇଏ ଆପଣଙ୍କର ଦେଖା ଦଉଥିଲା, ବଟ୍ ଇଏ ଆପଣଙ୍କର ବର୍ତ୍ତମାନ କେସରେ ପ୍ରାୟ
ୟଙ୍ଗ ଏଜ ପିଲାମାନଙ୍କ ବଡିରେ ମଧ୍ୟ ଆପଣଙ୍କ ଦେଖା ଦଉଛି ମାନେ ଜଏଣ୍ଟ ରିଲେଟେଡ ପ୍ରୋବ୍ଲେମ। ତ ଇଏ ଆପଣଙ୍କର ଏଥିରେ କଣ ଅଛି ନା ସାଲାଇ ଗୁଗୁଲ ଅଛି, ନିର୍ଗୁଣ୍ଡି ଅଛି, ମାଲକାନଗିରି ଅଛି, ରାସନା ଅଛି, ମେଥି ଅଛି, ହାଡଜୋଡ ଅଛି, ଆଲୋଭେରା ରସ ଅଛି, ରାଇଟ। ଏସବୁ ଯୋଉ ଆପଣଙ୍କର ଜବରଦସ୍ତ ଇନଗ୍ରିଡିଏଣ୍ଟସ ଅଛି ଏସ୍ଲିପିଏସ ର, ये जो कंपोजिशन आपन तैयारी करछंती ये होची जॉइंट रिलेटेड प्रॉब्लम जो मानकर अछि तांको पय सबुटु बेस्ट आउ अल्टीमेट प्रोडक्ट, राइट। तो हेल्पफुल फॉर जॉइंट रिलेटेड प्रॉब्लम ऑस्टियोपोरोसिस जो मानकर रहुची माने हाथ गोड़ आपन बंका हो जाउची से केस रे आपन ऑर्थोडॉक्स एस्लिपियस बहुत ही बेटर आपन काम करची। ता सहित जो मानकर बैक पेन रहुची हैं माने पछपटे पेन रहुची, बेकरे आपनकर जो मानकर पेन रहुची, स्पॉन्डिलाइसिस प्रॉब्लम जोठके मेरुदंड रे आपनकर किछि प्रॉब्लम रहुची, सिथि पे आपनकर एस्लिपियस रो ए जो हमर ऑर्थोडॉक्स बहुत ही जबरदस्त। ता सहित आपनकर जॉइंट रे जो हमर आंठू रे जो आपनकर पेन रुहे लेकिन जो बथा रुहे, राइट, जोटी कि आपनकर जो फ्लूइड आपन तयारी करिबारे जो मध्य ये आपनकर माने जॉइंट रे जो गैप रही जाउची, वीकनेस जो लिगामेंट रो प्रॉब्लम रहुची, ता सहित यूरिक एसिड आपन प्राय देखिबे आजकल जॉइंट प्रॉब्लम रहिले आपण प्राय लोक मानको यूरिक एसिड आपन बढ़ी के रहुची। तो से केस रे मध्य ये आपनको बहुत ही आपनकर काम करूची। बुझी पाले कि नहीं? माने बोन रिलेटेड हाड़ सम्बन्धी जदि हाड़े आप कैल्शियम दरकार है, विटामिन डी दरकार है, से सब को मध्य ये फुलफिल करू अछि। बुझी पाले? तो एथिरे मुख्य जिंस जदि आमे देखिबा सालाई गुगल, सालाई गुगल गोटे होची गोटे एमती प्रोडक्ट अछि जोटी की बहुत ही बेटर आपनकर माने जोटी की हमर जॉइंट रिलेटेड प्रॉब्लम पे, आर्थराइटिस प्रॉब्लम पे बा आपन जो मन को सूजन रहउची देखिबे आंठू आपन बथा होतबो से स्वेलिंग रहउतबो माने फुला रहउतबो, राइट। आपन पूरा गरम गरम लागुतबो माने स्वेलिंग को कम करिबारे, जॉइंट रे आपनकर ताकू ताकत देबारे, हाडो को ताकत देबारे सालाई गुगल बहुत ही आपनकर बेस्ट आपनकर काम करथे। तापरे एठी जो रहउची आपन निर्गुंडी मालकानगिनी जो आपनको एक्सट्राक्ट रोची, ये सबुटु बेस्ट आपनकर काम करे बात दोष पाई। ये होची बेस्ट काम करे बात दोष पाई। तो हमर मुख्य देखिबे आपन जॉइंट प्रॉब्लम बात दोष पाई हेइथाय, राइट, जोथि पई कि ये आपन बात दोष पाई बहुत ही बेस्ट आपनकर काम करिथाय। ठीक अछि। ता सहित आपनकर रासना अछि, ये रासना कोन काम करे, ये जो जॉइंट प्रॉब्लम जो मान रुहे तांकर पेन हुए, बथा रुहे, राइट। तो बथा को रिलीफ करिबारे मध्य से काम करिथाय जोटी की रसना। ठीक अछि। ता सहित एठी अछि मेथी अछि, हाडजोड अछि, हल्दी अछि, एलोवेरा अछि। तो एथिरे जो मेथी अछि हला मेथी आपनकर कोन ना मेथी रे विशेष करी एथिरे आपनकर कैल्शियम थाए, राइट, जोटी की हार्ट पई बहुत ही जरूरी। ठीक अछि ना। तो आपनको ता सहित हमरो बॉडी रे बेड कोलेस्ट्रॉल को मध्य से मेल्ट करिवारे साहाय्य करते। तो एमती बहुत सारा तार गुण धर्म अछि, विशेष कर हाड़ रे आपनकर कैल्शियम को मध्य मेंटेन करिवारे से काम करे। तापरे आपण एठी आउ गोटे आपण रथ रहिछि जोटी की हार्टजोड कुआ जाउछि। এই जो हार्टजोड आपनकर जुग जुग धरिकरी आसीची, आउ ये मिराकल आपनकर काम करे कोउथिरे जो मन का हाडो भांगी जाइथे ना हाडो को जॉइंट करिवारे मध्य सहाय्य करते। प्राय आपण देखिथिबे जो मन के लोकल एरिया रे किछि वैद्य अछंती जो मानकर हाड़ भांगी जाए से माने कोन करंती ना से हाड़ को ठीक भारे ताकू माने ठीक भाबरे ताकू जोटी भांगी जदी जाइथिबो ये करथिबो ताकू ठीक पोजीशन रे नै करी आसीकरी ताको परे ता ऊपरे आपनको बांधी देकरी ताकू गुटे माने लेपो देकी गुटे बांधंती। से जो लेपो दियंती से होची हार्टजोड जोटे गुटे लता भलिया गुटे गंठी गंठी लता भलिया थाए। ଆଉ ତାର ଯୋଉ ଲେପ ଦେଇକି ଯୋଉ ବାନ୍ଧି ଦିଅନ୍ତି ଯୋଉଥିପାଇଁ କି ଆପଣଙ୍କର ଯୋଉ ହାଡ ଭାଙ୍ଗି ଯାଇଥିଲେ ବି ତାକୁ ଟାଣିକରି ଜଏଣ୍ଟ କରିବା ତା ତାକତ ଅଛି ହାର୍ଟଜୋଡ ଯୋଉ ଆପଣଙ୍କର। ତ ତାର ଏଥିରେ ଏକ୍ସଟ୍ରାକ୍ଟ ରସ ମିଳୁଛି ଯୋଉଥି ପାଇଁ କି ଆପଣଙ୍କ ଜଏଣ୍ଟ ରିଲେଟେଡ ପ୍ରୋବ୍ଲେମ ପାଇଁ ବହୁତ ହି ବେଟର। ଆପଣ ସେଥିପାଇଁ ମିରାକେଲ ମିରାକେଲ ଏଥିରେ ଆପଣଙ୍କର ରେଜଲ୍ଟ ଆସିଥାଏ। ତାପରେ ଆଲୋଭେରା ତ ସେ ହେଉଛି ଅମୃତ ଭଳିଆ କାମ କରିଥାଏ।
ବାତ ପିତ୍ତ କଫ ସବୁଥିପାଇଁ କାମ କରେ, ସବୁ ପ୍ରକାର ଇମ୍ୟୁନିଟି ଠୁ ଆରମ୍ଭ କରି ସବୁଥିପାଇଁ ଆପଣ କାମ କରେ, ରାଇଟ୍। ତ ଆଲୋଭେରା ଏଠାରେ ରହୁଛି, ଇଏ ହଉଛି ଜଏଣ୍ଟ ରିଲେଟେଡ ପ୍ରୋବ୍ଲେମ ପାଇଁ ଆପଣଙ୍କର ସବୁଠୁ ଏସ୍ଲିପିୟସ୍ ର ଅର୍ଥୋଡକ୍ ହଉଛି ବହୁତ ହି ବେଟର। ଆଚ୍ଛା, ପ୍ରତ୍ୟେକ ପ୍ରଡକ୍ଟ ଡାଇବୋଡକ୍ ହେଲା, ଅର୍ଥୋଡକ୍ ହେଲା, ନାଁରୁ ଆମେ ଜାଣିପାରୁଛେ କି ନାହିଁ। ଆଉ ତା ସହିତ ଆପଣଙ୍କର କଣ ହଉଛି, ଏଠି ଗୋଟେ ଡକ୍ ଲାଗୁଛି, ଡକ୍ DOC ଡକ୍ ଲାଗୁଛି, DOG ଡଗ୍ ନୁହଁ, DOC ଡକ୍ ଲାଗୁଛି, ହେଲେ କି ନାହିଁ। ଡକ୍ ମାନେ କଣ, ଏ ଯୋଉ ଡକ୍ଟରରୁ ଡକ୍ ଆସିଛି, ମାନେ ଆମ ପ୍ରଡକ୍ଟ ହିଁ ଗୋଟେ ଡକ୍ଟର ଭଳିଆ କାମ କରୁଛି, ମାନେ ଗୋଟେ ପେସେଣ୍ଟ କୁ ଭଲ କରିପାରେ। ଏ ପ୍ରଡକ୍ଟ ହିଁ ଆପଣଙ୍କ କାମ ହଉଛି, ପ୍ରଡକ୍ଟ ହିଁ ଗୋଟେ ଡାକ୍ତର ମାନେ ଡକ୍ଟର, ରାଇଟ୍। ତେଣୁକରି ଆମେ କେବେ ବି ଯାହା ବି ଆମର ପ୍ରଡକ୍ଟ ଅଛି ଧ୍ୟାନ ଦେବେ, ଆମର ଯେତିକି ବି ପ୍ରଡକ୍ଟ ଅଛି ଇଏ କୌଣସି ମେଡିସିନ ନୁହଁ। କେବେ ବି ଆପଣ ମାର୍କେଟରେ ଯିବେ ମେଡିସିନ କହିବେ ନାହିଁ। ଇଏ ହଉଛି ଆମର ସେଫ୍ ଆୟୁର୍ବେଦିକ ପ୍ରୋପ୍ରାଇଟରୀ ମେଡିସିନ, ମାନେ ଇଏ ମେଡିସିନ ଭଳିଆ କାମ କରିବ, ବଟ୍ ମେଡିସିନ ନୁହଁ। ଆମେ ଡାକ୍ତର ନୁହଁ, ତେଣୁକରି ଆମେ ମେଡିସିନ ୟାକୁ କହିପାରିବା ନାହିଁ। ଠିକ ଅଛି। ଜନନୀ ମ୍ୟାଡାମ ଅନମ୍ୟୁଟ କଣ ପାଇଁ ହଉଛନ୍ତି, ସବୁ ମ୍ୟୁଟରେ ରୁହନ୍ତୁ। ସାର୍ ମତେ କ୍ଲିୟର ଶୁଣା ଯାଉନି ତ ସାର୍, ସେଥିପାଇଁ ମୁଁ ହଁ, ଅନମ୍ୟୁଟ ଆପଣ ଅଛି। ଭଲ୍ୟୁମ ବଢାନ୍ତୁ। କ୍ଲିୟର ଯଦି ଶୁଣାଯାଉନି, ନେଟୱାର୍କ ଇସ୍ୟୁ ଥିବ। ଅନମ୍ୟୁଟ ହେଲେ କଣ ଆଜ୍ଞା ଭଲ ସାର୍। ଶୁଣାଯିବ? ସେମିତି ଶୁଣାଯିବନି, ବୁଝିପାରିଲେ? ମ୍ୟୁଟରେ ରୁହନ୍ତୁ। ଓକେ, ଠିକ ଅଛି। ତ ଆମେ ଯାଉଥିଲେ କଣ ନା ଅର୍ଥୋଡକ୍, ରାଇଟ୍। ହଁ, ମୁଁ କଣ କହୁଥିଲି ନା ଆମର ଯୋଉ ଆପଣଙ୍କର ପ୍ରଡକ୍ଟ ଅଛି, ଇଏ ହଉଛି ଆମର ଆୟୁର୍ବେଦିକ ପ୍ରଡକ୍ଟ, ରାଇଟ୍। ଇଏ ଆପଣ ରସ କହିପାରନ୍ତି, ଆପଣଙ୍କର କାଢା କହିପାରନ୍ତି, ରାଇଟ୍। ଇଏ ହଉଛି ଆମର ପ୍ରଡକ୍ଟ। ତ ଆପଣ କେବେ ବି ମେଡିସିନ କହିବେ ନାହିଁ, ଆମେ ଡାକ୍ତର ନୁହଁ। ଆମେ ଇଏ ଯୋଉ ପ୍ରଡକ୍ଟ, ଇଏ କୌଣସି ସାଇଡ ଇଫେକ୍ଟ, ସେଫ୍ ଆୟୁର୍ବେଦିକ ପ୍ରଡକ୍ଟ, ମାନେ ପ୍ରଡକ୍ଟ ଅଛି ଆୟୁର୍ବେଦିକ, ଯୋଉଟା କି ଆପଣଙ୍କର ଏଥିରେ କଣ ରହୁଛି ନା ଆପଣ କଣ ପାଇଁ ବିନା ଡାକ୍ତରରେ ବି ହେଲେ ବି ଏ ପ୍ରଡକ୍ଟ ଆପଣ ମାନେ ରେକମେଣ୍ଡ କରିପାରୁଛନ୍ତି। କାରଣ ହଉଛି ଆୟୁର୍ବେଦିକରେ ଆପଣଙ୍କର ଦୁଇ ପ୍ରକାର ଆପଣଙ୍କର ଆୟୁର୍ବେଦିକ ଥାଏ। ଗୋଟେ ହଉଛି କ୍ଲାସିକ ଆୟୁର୍ବେଦିକ, ଆଉ ଗୋଟେ ହଉଛି OTC ଆୟୁର୍ବେଦିକ, ରାଇଟ୍। ଗୋଟେ ହଉଛି କ୍ଲାସିକ, ଆଉ ଗୋଟେ ହଉଛି OTC ପ୍ରଡକ୍ଟ। କ୍ଲାସିକ ଆୟୁର୍ବେଦିକ କେବଳ ଯୋଉମାନେ ଆୟୁର୍ବେଦିକ ଡକ୍ଟର ଅଛନ୍ତି, ଯୋଉମାନଙ୍କ ସାର୍ଟିଫିକେସନ ଅଛି, ସେମାନେ ରେକମେଣ୍ଡ କରିବେ। ବଟ୍ OTC ପ୍ରଡକ୍ଟ ମାନେ ଓଭର ଟୁ କାଉଣ୍ଟର ପ୍ରଡକ୍ଟ ସମସ୍ତେ ପ୍ରମୋଟ କରିପାରିବେ। ଆଉ ଯୋଉଟା କି ଆପଣଙ୍କ ଯେମିତି କି ମାର୍କେଟରେ ଆପଣ ଚ୍ୟବନପ୍ରାଶ ଦେଖୁଛନ୍ତି, ସେଇଭଳିଆ ଚ୍ୟବନପ୍ରାଶ ଯେମିତି ସମସ୍ତେ ରେକମେଣ୍ଡ କରିପାରନ୍ତି, ସମସ୍ତେ ଖାଇପାରନ୍ତି, ସେଥିରେ ଆପଣଙ୍କ ହଠାତ୍ କୌଣସି ସାଇଡ ଇଫେକ୍ଟ ହୁଏ ନାହିଁ, ରାଇଟ୍। ଆପଣ ଚାମଚେ ଜାଗାରେ 2 ଚାମଚ ଖାଇଲେ ବି କିଛି ହୁଏ ନାହିଁ, ରାଇଟ୍। ତ ଏଥିରେ ଆପଣଙ୍କର କଣ ସେଫ୍ ଆୟୁର୍ବେଦିକ ପ୍ରୋପ୍ରାଇଟରୀ ମେଡିସିନ ଅଛି, ଯୋଉଟା କି ଆପଣଙ୍କର ସାଇଡ ଇଫେକ୍ଟ କିଛି ନାହିଁ। ତେଣୁକରି ଆପଣ ୟାକୁ କଣ କରିବେ, ଇଏ ପ୍ରଡକ୍ଟ ଭଳିଆ କାମ କରିବ, ବୁଝିପାରିଲେ କି ନାହିଁ? ଇଏ ପ୍ରଡକ୍ଟ ଭଳିଆ କାମ କରିବ, ଯେମିତି କି ଆମେ ଖାଦ୍ୟ ଖାଉଛେ ସେଇଭଳିଆ ଇଏ ଆପଣଙ୍କ କାମ କରିପାରିବ। ମେଡିସିନାଲ ଆପଣଙ୍କ ପ୍ରପର୍ଟିଜ ରହୁଛି, ବଟ୍ ଇଏ ମେଡିସିନ ନୁହଁ, ଠିକ ଅଛି। ତା ସହିତ ଆପଣ ଜଏଣ୍ଟ ପାଇଁ ଆପଣଙ୍କର କିଛି ଅଏଲ ଅଛି, ରାଇଟ୍, ଯୋଉଟା କି ଇମିଡିଏଟ ଆପଣଙ୍କ ରିଲିଫ ଦବ। ଇମିଡିଏଟ ଆପଣଙ୍କୁ ରିଲିଫ ଆପଣ ମାନେ ପାଇପାରିବେ। ତ ଏଥିରେ କଣ ନା ଆପଣଙ୍କର ଯଦି ଆପଣଙ୍କ ସ୍ୱେଲିଂ ଅଛି, ପେନ୍ ହଉଛି, ବଥା ହଉଛି, ତ ହାଲକା ଯଦି ତାକୁ ଲଗେଇ ଦଉଛନ୍ତି, ତାହେଲେ ଆପଣ ପେନ୍ ରିଲିଫରେ ଇଏ ଆପଣଙ୍କର ବହୁତ ଆପଣଙ୍କର ଭଲ କାମ କରିଥାଏ। ଇଏ ହଉଛି ଟେମ୍ପରାରୀ ରିଲିଫ ଆପଣଙ୍କର ରେ ଦେଇଥାଏ। ଆପଣ ସବୁ ବଥା ପେନ୍ ଜାଗାରେ ୟାକୁ ୟୁଜ କରିପାରେ। ତା ସହିତ ଯଦି କଫ ରହୁଛି, ଥଣ୍ଡା ଦୋଷ ରହୁଛି, ହେଲା କି ସେ କେସରେ ମଧ୍ୟ ଇଏ ଆପଣଙ୍କୁ ବହୁତ ଭଲ କାମ କରେ। ମାନେ ଯଦି ଆପଣ ଥଣ୍ଡା ରହୁଛି, ତ ତାକୁ ଆପଣଙ୍କ ଯଦି ପାଦରେ ଆପଣଙ୍କର ଲଗଉଛନ୍ତି, ପାଦ ତଳେ ଲଗଉଛନ୍ତି, ବା ଆପଣଙ୍କର କଫ ଦୋଷ ରହୁଛି, ତାହେଲେ ଛାତିରେ ଯଦି ରାତିରେ ଶୋଇଲା ବେଳେ ଆପଣଙ୍କ ଲଗେଇକି ଶୋଉଛନ୍ତି, ତାହେଲେ ଆପଣଙ୍କର କଫ ଦୋଷକୁ ମଧ୍ୟ ସେ କଣ୍ଟ୍ରୋଲ କରିছে। ଥଣ୍ଡା ଦୋଷ, ଇସନଫୁଲିଆ ଦୋଷ ଅଛି, ପାଦ ତଳେ ଆପଣ ତାକୁ ମାଲିସ କରିପାରିବେ, ରାଇଟ୍ କି। ତ ୟାକୁ ଆହୁରି ବହୁତ କେସରେ ବି ବହୁତ ଆମର ଫାଇଟର ମାନେ ୟୁଜ କରୁଛନ୍ତି। ଯଦି ଆପଣଙ୍କର ମାନେ କାନ ତଳ ଆପଣ ବଥା ଅଛି, ସେ ଜାଗାରେ ବି ଯଦି ଆପଣ ତାକୁ ଲଗଉଛନ୍ତି, ତାହେଲେ ଆପଣ ଥଣ୍ଡା ବା ବଥା ପେନ୍ କୁ ରିଲିଫ କରୁଛି। ମୁଣ୍ଡ ବଥାରେ ବି ଆପଣ ହାଲକା ଫୁଲକା ଯଦି ଲଗଉଛନ୍ତି, ସେଥିରେ ମଧ୍ୟ ଆପଣ ପେନ୍ ରିଲିଫ କରିବାରେ ସାହାଯ୍ୟ କରିଥାଏ। ତ ଇଏ ହଉଛି ଇମିଡିଏଟ ରେଜଲ୍ଟ ଦେଇଥାଏ, ଆଉ ଯୋଉଠିକି ମାନେ ବଥାକୁ କାଟିବାରେ ସାହାଯ୍ୟ କରିଥାଏ। ତା ସହିତ ଆଉ ଗୋଟେ କଣ ନା ଏଥିରେ ଯୋଉ ରହୁଛି ପୁଦିନା ସଲ୍ଟ,
ସରି ପୁଦିନା ସାଟ୍ ରହୁଛି, ଆଜମୋଇନ୍ ସାଟ୍ ରହୁଛି, କପୁର ନିର୍ଗୁଣ୍ଡି ଇଏ ହଉଛି ସେ ପାଇଁ କାମ କରୁଛି। କିଛି କେସରେ ଦେଖିବେ ବଥା ଆପଣଙ୍କର ମାନେ କିଛି ବି ଫାଇଦା କରେ ନାହିଁ, ଲଗେଇଲା ପରେ ବି ସେମାନଙ୍କୁ ଭଲ ଲାଗେ ନାହିଁ। ତ ଦେଖିବେ ସେମାନଙ୍କୁ ଯୋଉମାନଙ୍କର ଫାଇଦା ଦଉନି ତାଙ୍କର ବାତ ଦୋଷ ବହୁତ ହି ହେଭି ଯଦି ବଢିକି ରହୁଛି, ତାହେଲେ କେବଳ ତେଲ ଲଗେଇଲେ ବଥା ଆପଣଙ୍କ କଟିବ ନାହିଁ, ଦରକାର ପଡ଼ିଲେ ବଥା ଜଙ୍କ ଜଙ୍କ ବଢେଇ ବି ଦିଏ ଆପଣଙ୍କ ଯୋଉମାନଙ୍କର ବାତ ଦୋଷ ଅଧିକ ବଢିକରି ଥିବ, ବୁଝିପାର ବା ମାନେ ବାତରେ ଯୋଉ ବାୟୁ ଦୋଷ ହେଲା କି ନାହିଁ। ତ ସେ କେସରେ ଆପଣଙ୍କ ଦେଖିବେ କିଛି ବି କାମ କରିବନି। କିନ୍ତୁ ଆମର ଯୋଉ ଜେସି ଅଏଲ ମୁଁ ଆଜି ପର୍ଯ୍ୟନ୍ତ ଯେତେ ଜଣଙ୍କୁ ବି ଦେଇଛି ସମସ୍ତଙ୍କୁ ଫାଇଦା ଦେଇଛି, ଏମିତି କାହାରି ଆପଣଙ୍କର ଫାଇଦା ଦେଇନାହିଁ ବୋଲି କହିପାରେ। ଯାହାକୁ ଦେବେ ମାନେ ଆପଣ 100% ଖାଲି ଟିକେ ଆପଣଙ୍କର 2-3 ବୁନ୍ଦା ଯଦି ୟୁଜ୍ କରିବା ପାଇଁ ଦେବେ, ସେମାନେ ନିହାତି କହିବେ ଯେ ଆଜ୍ଞା ନିହାତି ଆମକୁ କିଛି ନା କିଛି ରିଲିଫ ମିଳିଛି, ବୁଝିପାରିଲେ କି ନାହିଁ। ତା ସହିତ ୟାର ଆଉ କଣ ନା ୟାର ଗୋଟେ ଜେଲ ବି ଆସୁଛି, ରାଇଟ, ସେମ୍ ଟୁ ସେମ୍ ସେଇଭଳିଆ ହିଁ କାମ କରିବ। ଅଏଲ ଟା କଣ ହୁଏ ନା ଅଏଲ ଟା ଯଦି ଆପଣ ଲଗାଉଛନ୍ତି ସାଙ୍ଗେ ସାଙ୍ଗେ ଆପଣଙ୍କର ଡ୍ରେସ୍ ପ୍ୟାଣ୍ଟ ପିନ୍ଧିଦେଲେ ତ ଅଏଲ ଟା ଆପଣ ଡ୍ରେସ୍ ଲାଗିବାର ଚାନ୍ସେସ୍ ଥାଏ। କିନ୍ତୁ ଆପଣଙ୍କର ଇଏ ହଉଛି ଜେଲ୍ ଟା ହେଲେ ସାଙ୍ଗେ ସାଙ୍ଗେ ଆପଣଙ୍କର ବଡିରେ ମିଶିଯିବ, କୌଣସି ଡ୍ରେସ୍ ଫ୍ରେସ୍ ଲାଗିବ ନାହିଁ। ତ ଇଏ ହଉଛି କିନ୍ତୁ ମାନେ ଆପଣଙ୍କର କେବଳ ଫର୍ମ ଚେଞ୍ଜ ହଉଛି, ଆଉ କିଛି ବି ଏଥିରେ ଫରକ ନାହିଁ। ଆପଣଙ୍କର ବେଟର ଆପଣ ଦୁଇଟା ଯାକ ବହୁତ ବଢିଆ ଆପଣଙ୍କର କାମ କରିଥାଏ, ଠିକ ଅଛି। ଇଏ ହଉଛି ଆପଣ ଜଏଣ୍ଟ ରିଲେଟେଡ ପାଇଁ ଆପଣଙ୍କର ପ୍ରଡକ୍ଟ ଆପଣଙ୍କର ରହିଛି। ତ ତା ସହିତ ଆଉ ଆମେ ଯିବା ଆଉ ଗୋଟେ ପ୍ରଡକ୍ଟ ଯୋଉଟା କି କାର୍ଡିଓଡକ୍। କାର୍ଡିଓଡକ୍ ଆଲୋଚନା କରିବା, କାର୍ଡିଓଡକ୍ ପେଣ୍ଡିଂ ଥାଉ, କାଲି କରିବା, ଠିକ ଅଛି। ଟାଇମ ହେଇଗଲାନି। ଆପଣ ମାନେ ରିଭ୍ୟୁ ଦିଅନ୍ତୁ ଆଜିକା ସେସନ କେମିତି କଣ ଲାଗିଲା, କେମିତି ଆପଣଙ୍କର କୋଉ କୋଉ ଜିନିଷ ନୂଆ ନୂଆ ଜିନିଷ ଜାଣିଲେ, ସେ ଜିନିଷ ଆପଣ ମାନେ ନିଜେ ସେୟାର କରିବେ। ତ ଆଜି ପାଇଁ ଆମେ ସେସନକୁ ଏଇଠି ବାଇଣ୍ଡ ଅପ୍ କରିବା। କାଲି ପୁଣି ଥରେ ଆପଣଙ୍କୁ ଦେଖାହବ ମର୍ଣ୍ଣିଂ ସେସନରେ। ତ ବେଷ୍ଟ ଅଫ ଲକ୍। ଆଜିର ଦିନଟି ଆପଣମାନଙ୍କ ପାଇଁ ମଙ୍ଗଳମୟ ଶୁଭଙ୍କର ହଉ। ତା ସହିତ ଶାରଦୀୟ ପୂଜା ଉପଲକ୍ଷେ ଆପଣମାନଙ୍କୁ ବହୁତ ବହୁତ ଅଭିନନ୍ଦନ, ଶୁଭେଚ୍ଛା ଜଣାଉଛି। ଆଉ ଯାହାବି ଆପଣମାନଙ୍କୁ ମୁଁ ନଲେଜ ନେଇଛି, ଯାହାବି ଶିଖିଛି ଆପଣଙ୍କୁ ସେୟାର କରିବା ପାଇଁ, ବେଷ୍ଟ ଦେବା ପାଇଁ ମୁଁ ପ୍ରୟାସ କରିଛି। ତ ସେଥିପାଇଁ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ଆପଣମାନେ ବହୁମୂଲ୍ୟ ସମୟ ଦେଇକରି ଆସିଛନ୍ତି ଆଉ ଟ୍ରେନିଂ ମିଟିଂକୁ ଆଟେଣ୍ଡ କରିଛନ୍ତି, ସେଥିପାଇଁ ବି ଦିଲସେ ଆପଣମାନଙ୍କୁ ସମସ୍ତଙ୍କୁ ଧନ୍ୟବାଦ। ଆଉ ମୁଁ ଚାହିଁବି ଯେ ଆପଣମାନେ ଯେମିତି ଟ୍ରେନିଂ ନେଉଛନ୍ତି, ନଲେଜକୁ ଗେନ୍ କରୁଛନ୍ତି ଆଗକୁ ବଢିବା ପାଇଁ, ସେଇ ପ୍ରକାର ଆପଣମାନେ ବି ଆପଣଙ୍କ ଟିମରେ ସମସ୍ତଙ୍କୁ ଡେଲି ସକାଳୁ ନେଇକି ଆସନ୍ତୁ, ରାଇଟ୍। ଆଉ ଆପଣମାନେ ସମସ୍ତଙ୍କୁ ଗୋଟେ ଜିନିଷ କହିବେ ଯେ ନୋଟ୍ ଡାଉନ୍ କରିବେ, ପେନ୍ ଡାଏରୀ ଧରିକି ବସନ୍ତୁ। କାହିଁକି ନା ପ୍ରଡକ୍ଟ ସେସନ ନୋଟ୍ ଡାଉନ୍ ଯଦି କରିବେ ନାହିଁ, କିଛି ବି ଆପଣଙ୍କ ଫାଇଦା ଦେବ ନାହିଁ, ଆପଣ ମନେ ରହିବ ନାହିଁ, ବାଉନ୍ସ ହବ। ତା ସହିତ ଆପଣମାନେ ଯୋଉମାନେ ବି ଆସୁଛନ୍ତି ଭିଡିଓ ଅନ୍ କରିବେ, ତ ଆପଣ ଡ୍ରେସ୍ କୋଡ୍ ଆପଣ ପ୍ରପର ରଖିବା ଉଚିତ। କାହିଁକି ନା ଏଠି ଆମେ ସମସ୍ତେ ଏସ୍ଲିପିଏସ୍ ଫାଇଟର, ଆମେ ଡାଇନାମିକ ଫାଇଟର ଅଛୁ, ଠିକ ଅଛି। ତ ଆମେ ସବୁବେଳେ ଆମର ଯୋଉ ରହିଛି ପର୍ସନାଲିଟିକୁ ଆମେ ମେଣ୍ଟେନ କରିବା, ଠିକ ଅଛି। ତ ଇଏ ହଉଛି ଜିନିଷ। ଯାହାହେଲେ ବି ନର୍ମାଲ ଡ୍ରେସ୍ ଆମେ ପିନ୍ଧିକରି ଆସିବା। ତ ଇଏ ହଉଛି ଜିନିଷ। ତ ବର୍ତ୍ତମାନ ଆପଣମାନେ ଆପଣମାନଙ୍କର ସମ୍ୟକ ସର୍ଟରେ ଆପଣଙ୍କ ରିଭ୍ୟୁ ଦେବେ, ଯୋଉମାନେ ଯାହା ଯାହା ଆଜି ଶିଖିଲେ ଆଉ କଣ ଆଗକୁ ଦେଖନ୍ତୁ। ବହୁତ କିଛି ଆଜି ମାନେ ଆଗକୁ ବହୁତ କିଛି ହେବାର ଅଛି। ପ୍ରଡକ୍ଟ ସେସନ ଏବେ ବହୁତ ଦିନ କଣ୍ଟିନ୍ୟୁ ଚାଲିବ। ବହୁତ କିଛି ଯାହା ବି ମୋ ପାଖରେ ନଲେଜ ଅଛି ସବୁ ଜିନିଷ ଆପଣଙ୍କୁ ସେୟାର କରିବା ପାଇଁ ଚେଷ୍ଟା କରିବି। ଥ୍ୟାଙ୍କ ୟୁ, ଧନ୍ୟବାଦ। ଜୟ ଜଗନ୍ନାଥ, ଜୟ ଶ୍ରୀପେଶ, ଜୟ ଗୁରୁଦେବ। ଥ୍ୟାଙ୍କ ୟୁ ସାର୍, ଥ୍ୟାଙ୍କ ୟୁ। ଆଉ ଆଜିର ସେସନ ତ ବହୁତ ହି ବଢିଆ ଥିଲା। ଆମେ ବହୁତ କିଛି ବି ଶିଖିବା ପାଇଁ ପାଇଲୁ। ଆଉ ଆପଣ ମନେ ବି କରେଇଦେଲେ ଯେ ବାତ, ପିତ୍ତ, କଫ ସେ ବିଷୟରେ ଟିକେ ବି କାଲିର ଯୋଉ ଆପଣ ସେସନ ଦେଇଥିଲେ ସେ ବିଷୟରେ ବି ତ କହିଲେ। ତା ସହ ଆଜି ଏତେ ସାରା ପ୍ରଡକ୍ଟ ଆଉ ଜ୍ଞାନ ବି ଦେଲେ ଆମ ମାନଙ୍କୁ। ତ ବହୁତ ସୁନ୍ଦର ଥିଲା ଆଜିର ସେସନ। ତ ସାର୍ ଯେମିତି କହିଲେ ଆମର 7ଟି ଧାତୁ ଅଛି, ଯେମିତି କି ରସ, ରକ୍ତ, ମସଲ, ମେଦ, ଅସ୍ଥି, ମଜ୍ଜା ଧାତୁ। ତ ଇଏ ଯଦି ଆମର ସନ୍ତୁଳନ ଅଛି ଆମ ବଡିରେ, ତାହେଲେ ଆମ ବଡି ପୁରା ଠିକ ଠାକ ଚାଲିଛି। ତ ଇନବାଲାନ୍ସ ହେଲେ ଆମକୁ ଅସୁବିଧା ହଉଛି। ତା ସାଙ୍ଗକୁ ସାର୍ କହିଲେ ଆମର ବଡିରେ ଯୋଉ ଅଗ୍ନି ଅଛି, ସେଇ 3ଟି ଯୋଉ ଅଗ୍ନି ଅଛି, 3ଟି ଅଗ୍ନି ଭିତରୁ ଜଠରା ଅଗ୍ନି ହଉଛି ଆମର ମୁଖ୍ୟ। ତ ସେ ବିଷୟରେ ମଧ୍ୟ ସାର୍ କହିଲେ।
बहुत बढ़िया लगिला जोटा आमे जानी मध्य नथिलु ता संग गाइनोडक रो आमे जदि खाउछंती ताहले हमर लेडीज मान को पई केमिति बहुत सुंदर प्रोडक्ट से 38 प्रकार जड़ी बूटी रे तयारी हमर दुर्बलता धळा श्राव मुहरे व्रण मेंटल और फिजिकली जो स्ट्रेस रोजी हम मानकर आ माँ हेबार जो सौभाग्य पाउ नाहंती बहुत लेडीज तो याको जदि आमे खाउछंती ताहले आमे हमर गाइनी समस्या आगरे दूर हबो तापरे पुणी आउथरे आमे माँ मध्य हेई पारिबु तो बहुत सुंदर आज सार आलोचना कर मु लेखिची मध्य बहुत सारा तो आपण माने मध्य तो लेखिथिबे निहाती तो आज आमे समस्ते मिसिकी रिव्यू देबा तो आपण माने समस्ते मेसेज बॉक्स को जाईकी रिव्यू दियंतु मेसेज करंतु आ ता पूर्वरु किंतु हमरो जे गेस्ट अछंती हमरो गुरुजी प्रफुल्ल कुमार बेहेरा गुरुजी ताकू आमे समस्ते मिसिकी वेलकम करिबा तो मोस्ट वेलकम गुरुजी लिखंतु आपण माने वेलकम गुरुजी लिखंतु मेसेज बॉक्स रे जाईकी तो मोस्ट वेलकम प्रफुल्ल कुमार गुरुजी आपण आसंतु आ आजिरो सेशन विषय रे किछि आपणकर मत आपणकर बाणी रखंतु वेलकम गुरुजी। मोस्ट वेलकम गुरुजी प्रफुल्ल कुमार गुरुजी। ନାହାନ୍ତି ବୋଧେ ଓହୋ, ନେଟୱାର୍କ ଇସ୍ୟୁ କଟି ଯାଇଛନ୍ତି ବୋଧେ। ठीक ନେକ୍ସଟ अच्छी ରିଭ୍ୟୁ अन्य माने ସରୋଜ ସାରଙ୍କୁ ଡାକନ୍ତୁ। ସରୋଜ ସାର ଅଛନ୍ତି ଆମର ଡାଇନାମିକ ଲିଡର ଅଛନ୍ତି। ସରୋଜ ସାରଙ୍କୁ ରିଭ୍ୟୁରେ ନିଅନ୍ତୁ ଆମର। आज्ञा तो वर्तमान आमे सरोज सर को डाकिबा सरोज सर को पई आपण माने समस्त मेसेज करिवे मोस्ट वेलकम मेसेज करंतु आमे सरोज सर को वेलकम करिबा तो सरोज सर आपण आसंतु आजिरो सेशन विषय रे आपनकर ज्ञान टिके हमको कुहंतु कोन हमको बतेवा कथा तो मोस्ट वेलकम सरोज सर। थैंक यू मैडम। सर्वप्रथम मत क्लियर करंतु मोर आवाज क्लियर आछि कि आज्ञा आसुचे सर आसुचे तो गुड मॉर्निंग एवरीवन। आजिर एई जूम सेशन रे मते रिव्यू पई डाकिथिबारु आपन को बहुत बहुत धन्यवाद। तो आजिर सेशन बहुत ही अल्टीमेट थिला। आउ आमे सर्वप्रथम जानिबा आमे जदि वेलनेस सेक्टर रे आमे काम करूछु ताले लोकन को प्रथमे आमे कोन करूछु अवेयरनेस करूछु। जदि जणे जदि अवेयरनेस हुए ताहले जे कि से निजे जानी पारिबे मोर कोउथि पई प्रॉब्लम सब होउची से प्रॉब्लम को से आपन को सुधारी पारिबे। आपनकर प्रोडक्ट देबा पूर्वरु आमे अवेयरनेस कोउथि पई करूछु माने एई सब जिंस प्रॉब्लम हेची तापरे आमे सॉल्यूशन जहा देउछु। सॉल्यूशन मीन्स हमरो आयुर्वेदिक प्रोडक्ट पई बॉडी रो जो हमर जहा सब अछि सेटा जदि डिसबैलेंस हे जाउछि से डिसबैलेंस पर हमें कौन सब खाद्य खाइछु कौन सब एक्टिविटी करिछु से एक्टिविटी को बैलेंस करिया केवल आयुर्वेदिक ही ताको ठीक करि परिबो। तेणु हम गुरुजी तो बहुत डीपली जोटा कि आपनकर कोनोसी ट्रेनर भी से सेतिकी डीपली आपन बुझेबे नहीं। आउ गोटे गोटे हमर काम सब कोन सेटा जदि ध्यान से जदि आमे सब देखिबा आ जदि मने रखिबा एक्चुअली आपनकर जदि जो माने नुआ अछंती मु तो भाबुछि से बाउंस बॉल भलिया किछि बॉल उड़ी जाइत जदि आपन नोट डाउन करिबेनी। हमर डायबिटीज पई जहा सब इंडिग्रेंट अछि आपनकर से वर्ड भी केबे केबे सुनि नथिबे। प्रत्येक दिन जदि नोट करिछंती ताकू आड़े की देखिबे तापरे सेटा हमें प्रैक्टिस करबा। जदि हमें प्रैक्टिस करूछु ताहले माने भाबिबे कोन एग्जैक्टली माने प्रोडक्ट सेल करिया पई आसी नाहंती माने प्रोडक्ट को हमकू माने तांकर नीड्स क्रिएट हेबो।
आमे सेलिंग अनुसार आमे जीवानी से तांकर जदि नीड्स क्रिएट हेबो ताहले हमर प्रोडक्ट ऑटोमेटिक मूव हेबो जोटा कि हमर नॉलेज से नॉलेज टाको आमे गेन करबा आ ए नॉलेज होची ये गोटे दिनर नॉलेज न आस्ते आस्ते ए सब जिंस आपण जते बडे सिखिबे आ टच अप रे रहिबे ताहले आमे काहाकू गोटे ता विषय रे आमे कहि परिबा जदि आपण कहउछंती ताहले से जानिबो कोन ये बहुत ही नॉलेजेबल पर्सन आ मते एई सब जिंस निहाती दरकार आपनकर आमे कथारे गोटे कहंती जहार चंदा मुंड रे जदि आपण ताकू बिक्री करिया पई जिबे पानिया गंजे को अगर आप कंगी बेचने के लिए जा रहे हैं तो उसका वो जरूरत नहीं तो आमर दरकार कौन माने ताकू जरूरत माने नीड्स क्रिएट करी कि ताकू आमे जदि देउछु ताहले भलो लोक मानक पई मध्य आमर एई प्रोडक्ट प्रिवेंटली जोटा आमर दरकार जदि से निरोगी अछंती तथापि तांकू से भाबिबे नाइ मोर एई प्रोडक्ट निहाती आवश्यक आउ एई प्रोडक्ट मु जदि कंज्यूम करूछि ताहले मु भलरे रहिबी दीर्घायु हेकी रहिबी ये होछि आमर प्रथम आमर एडवांटेज रहिबा दरकार काहे कि आमे जाउछु कोन डॉक्टर हेकी जाउछु आमे डॉक्टर हेकी जाउछु वेलनेस कोच हेवंतु डॉक्टर केबे हुंतु नै जदि आमे वेलनेस कोच होउछु कोच हेबा पई हेले आपन को ए सब नॉलेज निहाती आवश्यक आ से नॉलेज अनुसार ही आपन कोठु से माने प्रोडक्ट नेबे तेणु आमे समस्ते आमे पाइछु अस्लिपियस वेलनेस प्राइवेट लिमिटेड किंतु अस्लिपियस वेलनेस प्राइवेट लिमिटेड कोन मागुछि अस्लिपियस वेलनेस प्राइवेट लिमिटेड हमको कोन मागुछि सेटा हमको देबा पई पड़िबो जदि आमे तांको सेई सब जिंस आमे देउछु ताहले आपनकर एठी बिजनेस भी हेबो आपन लीडर भी हेबे आपनकर अचीवमेंट भी हेबो सब किछि देई परियो किंतु आमे आमे पछरे धाउछु कोन आमे बिजनेस पछरे धाउछु बिजनेस पछरे धाउछु से बिजनेस करिया पई हेले हमको प्रथमे सर्वप्रथमे एई सब ज्ञान अगाढ ज्ञान दरकार जहा कि लोक माने आपनकर ताटका हेई कि जेमति सुनिबे ताहले सेना आपनकर प्रोडक्ट आपनकर इफेक्टिबल हेबो बा आपनकर जो टाइम जो दउछंती हमर कहंती मेरा टाइम 1 घंटा का टाइम 15,000 16,000 है तो कहीं मैं बैठूं अगर उसमें क्लोजिंग नहीं हुआ तो मेरा टाइम वेस्ट हो गया तो यही सब जिन जदि आमे जदि आलोचना करिबा ताहले आपनकर 100% इफेक्टेबल हेबो आ हमर जो समय जहा आमे समयर मूल्यबोध लोक माने जानि परिबे आ से माने प्रोडक्ट भी नेबे आ आपनकर सहित आमे कहूछु जॉइनिंग हेउ नहांती आम सहित आसु नहांती आमे तांकर सेतकी नीड टा क्रिएट करिनु ना जदि आमे सेतकी नीड क्रिएट करूछु ताहले से भाबिबो मोर एई लोक ही सफलर शीर्ष स्थान को से नहीं पारिबो आ जदि मु तांको सहित मु एसोसिएट करूछि ताहले मोर लाइफ चेंज हेबो एई भरोसा लोक मानक पाखरे आसीबो जहा फଳରେ आम सहित से माने जोड़ी हेबे आ से माने केबे आपनकर पीछा छाड़िबे नाही आ मध्य बढ़ोतरी हेबो आपनकर उन्नतिर हेबो तेणु एइटा आमे समस्ते जानी थाउ किंतु केते जन लोक फॉलो करूछु सेटा भी बहुत बड़ गोटे क्वेश्चन मार्क जहा कि आमे जानी थाउ सकाळु उठिला माने आपनकर एक्सरसाइज करिबा कि मॉर्निंग वर्क करिबा सेटा आमे समस्ते जानी थाउ किंतु दुनिया रे एते सब लोक अछंती केते जन लोक याकू फॉलो करछंती तेणु जो माने एठी फॉलो करिवे से माने ही सक्सेस हेबे आ लाइफ रे जदी आमे सीरियस नाहु ताहले एथिरे सक्सेस हेई परिबे नाही सक्सेस रो मंत्र केवल आपनकर निज हाथ रे आपनकर ऑफलाइन नहांती कि आपनकर सिस्टम भी आपनको सक्सेस करई परिबे नहीं सर्वप्रथमे आपन निजे आपन सेथिरे केते इन्वॉल्व हेई के अछंती सेटा ही आपनको सफलतार रास्ता बा सफलतार शीर्ष स्थान रे से पहुंचई परिबे एणु बहुत बहुत धन्यवाद आपन मन समस्त सुचंती आ मोर आज बहुत नेट रो प्रॉब्लम जोटा कि मो बहुत लेट जॉइन कली जॉइन भी करी हो नथिला तेणु आमे समस्त एठी आम सहित
आमे जहा सहित आमे जहाको आमे एसोसिएट करिछु तांको आमे समस्त को नेई कि आसीबा आ एई सब जिनिस आपनकर देखंतु आजिर सेशन आपनको आसंता काली से सेम जिनिस मिली पारिबो नाही काहे कि ना जेते बेले जो मोड रे हमर ट्रेनर बा गुरुजी जहा हमको सिखै थांती सेटा केवल से टाइम ऊपर डिपेंड करे बा आजिर तांकर मोड ऊपर डिपेंड करे जहा सब आजि सब से थ्रो कले से जिनिस एक्जाक्टली आउ दिन आपण पाइबेनी तेणु जहा अछि से टाइम को आमे मिस करबा नहीं से टाइम रो मूल्यबोध हमको जानिबा दरकार आ से टाइम टाको आमे यूटिलाइज करबा दरकार तो बहुत बहुत धन्यवाद आपण माने समस्ते ए सेशन रे अछंती आउ हमर 41 थिले वर्तमान खसी गलानी 36 गुरुजींकर दीटा ये डिवाइस रे से जॉइन करछंती सेई मध्यरु आमे कटी कटी जाउछु ताहले हमर पेशेंस काहे रिव्यू देवा पई हेले आमे डरुछु प्रथमे तो आपण कम से कम निज मुह तो खोलंतु कोन सिखिले जदि न शिखिछंती आपनकर निजर कम से कम आपनकर परिचय हेले भी दियंतु ताहले भी आपनकर डर भांगिबो जदि आमे एई भड़िया लाज शर्म बा आपनकर भय रहिबो ताहले आमे लोकन पाखरे केमति अवेयरनेस करबा बा काहा को कोन कहि परिबा ये होची आपनकर कथा कहिबार बिजनेस जदि कथा ठीक भाबरे कहि पारुछंती ताहले आपनकर ऑटोमेटिक बिजनेस ग्रोथ हेबो ता सहित आपनकर गोटे लोकमानकर सहित सुसंपर्क गढ़िया पई हेले आपनको कथा तो कहिया पई पड़िबो जदि कथा आपन कहि पारु नांती ताहले आपनकर कनेक्टिविटी भी करि पारिबे नै मु कोन कहिबी से जदि कोन मते आपनकर क्वेश्चन करिवे ताहले आपनको प्रॉब्लम तेणु कथा आमे कहि सिखिबा एठी सबु बेले हमकु कहा होची आमे कम से कम सिखंतु सिखंतु आउ आमे जदि आसीछु ताहले कोउथि पय आसछु से जिंसटा आमे जानिबा दरकार कोउथि पय मु एई सेशन नेउची जदि आपनकर 1% भी आपनकर जदि वैल्यू ऐड करू नाहंती ताहले आपनक पय से किछि काम रे लागिबो नै आपण केवल टाइम टाकू वेस्ट करछंती आ से टाइम टाकू जदि आपण वेस्ट करछंती एई भडा डेली जदि वेस्ट करी करी जिबे ताहले लाइफ रे आमे कोन करि परिबे किछि करि हेबनी ना तेणु हम टाइम को यूटिलाइज करबा एठी सिखा होची आ आपनकर वैल्यू को ऐड करंतु आ ए नॉलेज ही आपनकर वैल्यू ऐड करिवे आ कहिबार तो बहुत किछि एमती ये हले बहुत सेशन हे जिवो तेणु आपण देवक मैडम आपण रिव्यू नै जंतु आ गुरुजी महागुरुजी मानन को मोर कोटि कोटि प्रणाम काहे कि ना तांकरी बदलत आमे आज एठी अछु आ एपरे गुटे प्लेटफॉर्म जोटा के मिलुची ये होची यूनिक प्लेटफॉर्म आपनकर नेटवर्क मार्केटिंग रे ये होची यूनिक प्लेटफॉर्म जोठी की समस्त को नेई की एमे एठी चढ़िबा आ समस्त एथिरे सफल हे परिबे जो माने प्रत्येक दिन एथिरे मेहनत करिवे तो धन्यवाद आउ आपनकर ये पूजा पार्वण रो जो पर्व चली ताकू भी एंजॉय करंतु आ मां का पाखरे आमे समस्ते चिर ऋणी हेकी अछु से जगत जननी मां तेणु तांको मध्य पूजा आराधना करबा निहाती दरकार तेणु समस्त को धन्यवाद दे आज मोर वक्तव्य एठी शेष करछि जय जवान जय किसान जय गुरुदेव थैंक यू सर आपनकर आपको बहुमूल्यवाणी बहुत सुंदर सर आमे बहुत किछि भी सिखिलु आपनक ठारू आपण जेति कहले डेली नोट करिबा आ मने रखिबा निहाती सर सेटा करिबा दरकार आमे जदि न करछंती ताहाने आमे फील्ड रे जाई कि आमे काहा कि बुझै परिबा नै आ जदि आमे बुझौछंती किछि जानि छंती ताहाले से भाबिबे जे ना ये बहुत किछि जानि छंती तो से माने भी किछि किछि जिनिस नेबा पई भी चाहिबे ता संग आम सहित जोड़ी हेबा पई भी चाहिबे एटा बहुत सत कथा सर तापरे आपण जेमती कहले आजिर सेशन काली पई नाही आमे जदि आजि सब नोट करूछंती ताहले आमे सब जानि परिबा आ काली कि आ से सेशन आसीबो नै आ काली गुरुजी हमकु बुझेबे नै तो जेमती हेले आमे डेली नोट करिबा तो वर्तमान आपण माने समस्ते मेसेज करंतु बेसी तो टाइम नाइनी 7-8 मिनिट खंडे अछि आमे सेई भितरे जति भी हेबो जति जण परिबा आमे रिव्यू देबा तो सर जेमती कहले सरोज सर रिव्यू न देले आमे पार्टी न खोलिले आमे किछि भी करि परिबा नै बिजनेस कोन करिबा आमे कथा जदि नै कहि पारुछंती ताहले आमे डरिले आमे किछि भी करि परिबा नै तो आपण कम से कम ना हेले भी कहंतु परिचय दियंतु टिके हेले भी रिव्यू दियंतु तो ओके आ समस्ते गोटे इनफॉरमेशन अछि जोटा कि कंपनी रो प्रोडक्ट ट्रेनिंग आपणकर आज संध्या बेले 7टा बेले आपणकर अछि
तो आपको लिंक दे दिया जिवो आपण समस्त 7टा ରୁ 9ଟା आपनकर प्रोडक्ट ट्रेनिंग अच्छी कंपनी रो हैला। तो आपने मिस्टर अनमोल शर्मा आछुंती वेलनेस कोच। तो तेणुकरी आपने ताकू भी मध्य अटेंड करिवे आज संध्या बेला अटेंड करी प्रोडक्ट ट्रेनिंग नै परिवे लिंक आपन ग्रुप रे मिल जिवो। थैंक यू कंटिन्यू मैडम। थैंक यू सर, थैंक यू आपण जानकारी देथिबारु। तो वर्तमान समस्ते आपण जाइकी चैट बॉक्स रे नाम दियंतु, आमे आजिकार रिव्यू नेबा। तो प्रथमे हमर आसीचंती रिव्यू देबे सुक्राम त्रिया सर। तो मोस्ट वेलकम सुक्राम सर, आपण आसंतु आउ आजिकार रिव्यू दियंतु। नमस्कार, जय जगन्नाथ, जय स्लिपियस। बहुत बहुत धन्यवाद देवकी मैम, आपण मते मॉर्निंग सेशन रे पास्ट रिव्यू पर इनवाइट करते आपन को बहुत बहुत धन्यवाद। तो आजिकार जो सेशन हमर गुरुजी बाबेंद्र सर देले तो बहुत ही अल्टीमेट थिला। तो जोटा कि आमे जेहेतु गोटे वेलनेस सेक्टर अछंती, तेणु करी वेलनेस सेक्टर जेहेतु अछंती से विषय हमको पुंखानुपुंख भाव आम पाखे नॉलेज निहाती रहबा दरकार। तो जितेबेले आमे जने प्रोस्पेक्ट पाकू किंबा जने पेशेंट पाकू जाउछंती तो से विषय हमको किछि नॉलेज रहबा दरकार, जा फल आमे जदि से लोकन को ए प्रकार आमे बुझेबा जा फल से लोक निश्चित भाव राजी है से प्रोडक्ट यूज करेंगे, जदि से रिजल्ट पाइबे निश्चित भाव आम सहित से जोड़ी कि निश्चित भाव काम करेंगे। तो बहुत ही बढ़िया आजिकार सेशन था। तापर आमर जो गेस्ट सरोज सर आसते निश्चित भाव में बहुत माने भल नॉलेज हमको से प्रदान कले। आमे बिजनेस करबा पर्पज रे जदि आमे आछंती आमे आगो को बढ़ी पारबा नै, तेणु कर आमे वेलनेस रु केपर आमे बिजनेस को डेवलप करबा सेति पय से बहुत कि हमको नॉलेज देले। तो निजरो वैल्यूटा को आमे ऐड करबा दरकार, जा फल रे जे कि आमे सक्सेस हे पारबा। तो बहुत ही बढ़िया आजिकार सेशन थिला। तो बहुत ही भल लागिला। तो बहुत किछि नॉलेज आजिकार सेशन रु मिलला, जेमति कि बात पित्त कफ से विषय रे जदि हमर नॉलेज नथिबो ताहेले आमे किछि करि पारबा नै। तो बहुत ही बढ़िया जबरदस्त सेशन थिला। तो थैंक यू मैम, मोती कोइ मो बाणी कोइ विराम देउछि। थैंक यू। थैंक यू सर, थैंक यू आपनकर रिव्यू पई। तो वर्तमान आमे डाकिबा आनंद हासदा सर। तो आपण आसंतु सर, आउ शॉर्ट रे देबे रिव्यू देबे समस्ते। तो वेलकम सर हासदा सर। आनंद हसदा सर आसंतु आउ रिव्यू दियंतु। तो से आसी पारुनांती, किछि तांगर होय तो प्रॉब्लम थिबो, नेटवर्क प्रॉब्लम। तो वर्तमान डाकिबा हमें वासुदेव हसदा सर को। तो वासुदेव हसदा सर आपण आसंतु आउ आज का रिव्यू रखंतु। मैडम गुड मॉर्निंग समस्त गुरुजी माननको मोर गुड मॉर्निंग मैडम सर। आज आमे बहुत डिटेल रे जानलु जोटा कि धातु तो बात पित्त कफ सेटा बहुत डिटेल रे आमे जानलु। आउ गुरुजींकर प्रोडक्ट विषय रे भी तांकर बहुत किछि नया जिंस कहिसंती, सेटा आमे बहुत डिटेल रे आमे सिखि पाछु आ नोट डाउन भी करछु। तो धन्यवाद एति कहूछि। थैंक यू सर, थैंक यू। आपण जहाले भी किछि लेखिछंती आउ रिव्यू मध्ये देइछंती। तो वर्तमान आमे डाकिया ब्रजमोहन सर को। ब्रजमोहन हो सर, आपण आसंतु आउ आजिकार रिव्यू रखंतु। नमस्कार, मो ब्रजमोहन हो, मु जने एक्स आर्मी। आजिर जूम मीटिंग रे जो शिक्षा कली सड़क रे जो गोविंद सर कहले, मु आम शरीर जो बात कफ आ पित्त द्वारा आमर बेमार हुए, बेमारी केतटारू केतटा तक रही ता कहिसेंती, ता मु नोट करिछि। नंबर 2 हमर इम्यूनोडॉक रे जो डाइबोडॉक रे जो करला रस अछि तार पई बात पित्त कफ
ରେ କାମ କରେ ସେଇ ଜିନିଷଟା କଲରା ରସର ବିଷୟରେ କିଛି ଜାଣିଲି। ତାପରେ ଗୁରୁମାର ଇଏ ଡାଇବେଟିସ୍ କିଡନୀ ଆଉ ରେ କାମ କରେ। ଥଣ୍ଡର ବ୍ଲାଷ୍ଟ ବିଷୟରେ ଯାହା କହିଲେ ସାର୍ ତା ତ ପ୍ରଡକ୍ଟର ହିରୋ ଜ୍ଞାନଟକରେ ଯୋଉ କହିଛନ୍ତି ତାହା ଲେଡିଜ ମାନଙ୍କ ପାଇଁ ହିରୋଇନ ପ୍ରଡକ୍ଟର ହିରୋଇନ ଏସବୁ ଆଉ ଜେସି କ୍ଲାସି ଅର୍ଥୋଡକ୍ସ ପାଇଁ ଯୋଉ କହିଲେ ତାହା ଆମର ଜଏଣ୍ଟ ପେନ୍ ଯେକୌଣସି ଜଏଣ୍ଟ ପେନ୍ ରେ କାମ କରେ ଆଉ ଭଲ କାମ କରେ। ଆଉ ଡକ୍ଟର ଆମର ପ୍ରଡକ୍ଟର ଡକ୍ଟର ସେଥିପାଇଁ ଡକ୍ ଲାଗେ। ଏତିକି ମୁଁ ଆଜି ଶିଖିଛି ଯାହା ସାର୍ କହିଲେ ତାହା ନୋଟ୍ ଡାଉନ୍ କରିଛି। ଏତିକି କହି ମୁଁ ରହୁଛି। ନମସ୍କାର। ଥ୍ୟାଙ୍କ ୟୁ ସାର୍, ଥ୍ୟାଙ୍କ ୟୁ। ଆଉ ଆପଣ ବଢିଆ ରିଭ୍ୟୁ ମଧ୍ୟ ଦେଇଛନ୍ତି। ତ ବର୍ତ୍ତମାନ ଆମେ ଡାକିବା ଆଉ ଜଣେ ଆମର ସାର୍ଙ୍କୁ, ସେ ହଉଛନ୍ତି ଛୋଟରାଇ ମାରାଣ୍ଡି ଗୁରୁଜୀ। ତ ଆମେ ତାଙ୍କୁ ଡାକିବା। ତ ମୋଷ୍ଟ ୱେଲକମ୍ ଛୋଟରାଇ ସାର୍, ଆପଣ ଆସନ୍ତୁ ଆଉ ଆଜିର ରିଭ୍ୟୁ ରଖନ୍ତୁ। ଥ୍ୟାଙ୍କ ୟୁ ଦେବୀମଣି ମ୍ୟାଡ଼ାମ, ମତେ ମର୍ଣ୍ଣିଂ ସେସନରେ ୱେଲକମ୍ କରିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ମାଇ ସେଲ୍ଫ ଛୋଟରାଇ ମାରାଣ୍ଡି, ତ ସର୍ବପ୍ରଥମେ ଆସିଲି ପ୍ରାଇଭେଟ ଲିମିଟେଡର ଜନ୍ମଦାତା COMD ଡକ୍ଟର ସଞ୍ଜୟ ଗୁରୁଜୀଙ୍କୁ କୋଟି କୋଟି ନମନ କରୁଛି। ଏବଂ ଯେତିକି ଗୁରୁଜୀ ମହାଗୁରୁଜୀ ଅଛନ୍ତି ସମସ୍ତଙ୍କୁ ନମସ୍କାର, ଏବଂ ଯେତିକି ଜଏନ୍ କରିଥିବ ଅଲ୍ ଫ୍ୟାକ୍ଟର ମାନଙ୍କୁ ନମସ୍କାର ଜଣାଉଛି। ଆଜି ଯୋଉ ବହୁତ ସୁନ୍ଦର ଭାବରେ ଆମକୁ ବୁଝଉଥିଲେ ବାତ ପିତ୍ତ କଫ, ଆଉ ଯୋଉଟା ଆମର ଯୋଉ ଆମର ଯୋଉ ପ୍ରୋବ୍ଲେମ ଦେହ ଶରୀର ଭିତରେ ଯୋଉ ପ୍ରୋବ୍ଲେମ ଅଛି, ଆମ ବାତ ପିତ୍ତ କଫ ଯଦି ପ୍ରୋବ୍ଲେମ ଥାଏ ତାହେଲେ ବହୁତ ଗୁଡ଼ିଏ ରୋଗ ଆମକୁ ମାଡ଼ି ବସିଥାଏ। ତେଣୁ ଆମର ଯୋଉ ଆୟୁର୍ବେଦିକର ଯୋଉ 7 ଅଛି, ସେଥି ମଧ୍ୟରୁ ଆମର ଯୋଉ ଅଛି ଯୋଉ ପାଜିମା ବଡ RCA, ତାପରେ ତାପରେ ମାମଙ୍ଗସା, ତାପରେ ମେଦ, ଆଉ ଆପଣଙ୍କର ଆସ୍ଥମା, ମାଜା, ଶୁକ୍ରାଣୁ, ଏସବୁ ଆମର ଯୋଉ ଏସବୁ ମିଶିକରି ଯୋଉ ଆମର ଷ୍ଟ୍ରଙ୍ଗ ଯଦି ରହିବ ତାହେଲେ ଧାତୁ, ତାହେଲେ ଆମ ଷ୍ଟ୍ରଙ୍ଗ ରହିବ, ଆମ ଶରୀର ଠିକ ରହିବ। ଯଦି ଠିକ କରିବାକୁ ହେଲେ ଆମର ଯୋଉ ପ୍ରଡକ୍ଟ ସବୁ ଅଛି ତାକୁ ଯଦି ବ୍ୟବହାର କରିବା, ନିଶ୍ଚିତ ଭାବରେ ଆମର ଦେହ ଠିକ ରହିବ। ତେଣୁ ଯୋଉ ସବୁ ଆମ ରସ ଗୁଡା ଅଛି, ଏସବୁ ଯଦି ଆମେ ଠିକ ଠାକ ରହିବ ତାହେଲେ ଶରୀର ଠିକ ରହିବ। ତେଣୁ ଆମକୁ ଭବବିନ୍ଦୁ ସାର୍ ଯଦି ଆମକୁ ପ୍ରତ୍ୟେକ ଦିନ ଏମିତି ବୁଝେଇକରି ଆସିବେ ଆଉ ଶିକ୍ଷା ଦେବେ, ନିଶ୍ଚିତ ଭାବରେ ଯୋଉମାନେ ଆଜି ମୁଁ କହିବି ନୋଟ୍ କରିବେ, ନିଶ୍ଚିତ ଭାବରେ ଆଗାମୀ ଦିନ ନୋଟ୍ କମେଇବେ। ଆଉ ଯୋଉମାନେ ନୋଟ୍ କରୁନାହାନ୍ତି, ଆଜି ବି କହିବି ନୋଟ୍ କରୁନାହାନ୍ତି, ସେ କିଛି ଜାଣିପାରିବେନି। କାହିଁକି ନା ଇଏ ହେଲା ପ୍ରଡକ୍ଟ, ଯେମିତି ୱେଲନେସ୍ ପ୍ରଡକ୍ଟ ଉପରେ ଆମକୁ ନଲେଜ ନିହାତି ଦରକାର। ଆଉ ଆଉ ବେଶୀ ସମୟ ମୁଁ ନଉନି। ଆଉ ମୁଁ ଲାଷ୍ଟରେ କହିବି, ପ୍ରତ୍ୟେକ ଫ୍ୟାକ୍ଟର ନିହାତି ନୋଟ୍ କରିବା ଦରକାର। ଆଉ ନହେଲେ ଯଦି ନୋଟ୍ କରୁନାହାନ୍ତି ତାହେଲେ ଶିଖିପାରିବେନି। ଯେମିତି କ୍ଲୋରା ବିଷୟରେ କହିଲେ ଡାଇବେଟିସ୍ କାମ କରୁଛି, ଆଉ ତା ସହିତ ବାତ ପିତ୍ତ କଫକୁ ଠିକ କରୁଛି। ଏସବୁ ବିଷୟରେ ଯଦି ନଲେଜ ନେବା ନାହିଁ ତାହେଲେ ଫିଲ୍ଡରେ ଆମେ କାମ କରିପାରିବା ନାହିଁ। ଆଉ କେବେ ବି ଡକ୍ଟର ହେବା ପାଇଁ ଚେଷ୍ଟା କରିବେ ନାହିଁ। ଆଉ ଯଦି ଡକ୍ଟର ହଉଛନ୍ତି, କାହିଁକି ନା ଆମର ଯୋଉ ଯେମିତି ଡକ୍ଟର ମାନେ ଚିକିତ୍ସା କରନ୍ତି, ଆମର ସେ ଡକ୍ଟର ନାହିଁ। ତେଣୁ ଆମେ ୱେଲନେସ୍ ହିସାବରେ ଆମେ କାମ କରିବା ଦରକାର। ଆଉ ଯୋଉମାନେ ନିଜ ଇଚ୍ଛା ଅନୁସାରେ ନିଜର ଦିମାଗ ଲଗାଉଛନ୍ତି ତାହେଲେ କ୍ଲିୟର ହେବାର ସୁନିଶ୍ଚିତ ଅଛି। ତେଣୁ ସମସ୍ତେ ଆମେ ଚେଷ୍ଟା କରିବା ଯେ ଏଜୁକେସନ ବା ଶିକ୍ଷା ନେବା ଜରୁରୀ ହିଁ ଦରକାର।
ତ ଯାହା ବି ହଉ ଯେହେତୁ ସମୟର ଅଭାବ ଆଉ ମୁଁ ବିଶେଷ କହୁନି, ମୁଁ ଏତିକିରେ ରହୁଛି। ଜୟ ଜଗନ୍ନାଥ, ଜୟ ଶ୍ରୀ ଜୟ ଭାରତ। ଥ୍ୟାଙ୍କ ୟୁ ଡେଭିଡ ମୋହନ। ଥ୍ୟାଙ୍କ ୟୁ ସାର୍, ବହୁତ ବଢିଆ ଆପଣଙ୍କର ରିଭ୍ୟୁ ଥିଲା ସାର୍। ତ ସରି ସାର୍, ମୋର ନା ଦେବୀ ମଣି ନାଇଁ, ଦେବକୀ ମ୍ୟାଡାମ, ଦେବକୀ ପାତ୍ର। ଓକେ ଓକେ, ଥ୍ୟାଙ୍କ ୟୁ ହଉ, ମ୍ୟାଡ଼ାମ। ତ ବର୍ତ୍ତମାନ ଆମେ ଡାକିବା ଆଉ ଜଣେ ମ୍ୟାମକୁ। ଟାଇମ ହେଇଯାଇଛି, ଆପଣ ଆଜି ପାଇଁ ସେତିକି ରଖନ୍ତୁ, କାଲି ଆଉ ଥରେ ରିଭ୍ୟୁ ନେବେ ହେଲା। ଠିକ ଅଛି, ଆଜ୍ଞା, ଟାଇମ ଓଭର ହେଇଯାଇଛି। ତ ଠିକ ଅଛି। ଆଜିର ଯେତେ ବି ଅଲ୍ ଫାଇଟର୍ସ ଅଛନ୍ତି ସମସ୍ତଙ୍କୁ ପୁଣି ମୁଁ ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ ଦେବି ଯେ ଆପଣ ମାନେ ସମସ୍ତେ ଆପଣଙ୍କର ନିଜର ବହୁମୂଲ୍ୟ ସମୟରୁ ବାହାର କରିକି ଏଠି ଆପଣ ମାନେ ଉପସ୍ଥିତ ଅଛନ୍ତି, ଆଉ କିଛି ଶିଖିବା ପାଇଁ ଆସିଥିଲେ, ଲେଖିଲେ, ନୋଟ୍ କଲେ। ଆଉ କାଲି ମଧ୍ୟ ଆମେ ଆସିବା। ପ୍ରତ୍ୟେକ ଦିନ ଯଦି ଆମେ ଆସୁଛନ୍ତି ତାହେଲେ ବହୁତ କିଛି ଜାଣିପାରିବା। ଆଉ ଆମେ ଅନ୍ୟ ପିଲାମାନଙ୍କୁ ଆମେ ଚେଷ୍ଟା କରିବା କିଛି କିଛି ପିଲା ଆଣିବା ପାଇଁ। ପିଲା ବହୁତ କମ ଆସୁଛନ୍ତି, ଆଉ ପିଲା ଅଧା ମାନେ ଶେଷ ପର୍ଯ୍ୟନ୍ତ ମଧ୍ୟ ତିଷ୍ଠିକି ରହୁନାହାନ୍ତି। ତ ଆମେ ନିହାତି ପ୍ରଡକ୍ଟ ନଲେଜ ନେବା ଜରୁରୀ ଅଛି। ତ ଶେଷରେ ଆପଣମାନଙ୍କୁ ଧନ୍ୟବାଦ ଦେବି। ଆଉ ଏଇ କମ୍ପାନୀର ସିଓ ଏମଡି ମିଷ୍ଟର ସଞ୍ଜୀବ କୁମାର ସାର୍ଙ୍କୁ ମୋର କୋଟି କୋଟି ପ୍ରଣାମ ଜଣାଇବି। ଆଉ ଯେତେ ବି ଗୁରୁ ମହାଗୁରୁ ସମସ୍ତଙ୍କୁ ମୋର ପ୍ରଣାମ। ତ ଆଜିର ସେସନ ଏଠି ୱାଇଣ୍ଡ ଅପ୍ କରିବା। ଜୟ ଜଗନ୍ନାଥ, ଜୟ AWPL, ଆଉ ଜୟ ମହାଗୁରୁଜୀ। ଥ୍ୟାଙ୍କ ୟୁ।